बर्तमान आम माँ का आशीर्वाद भिक्षा करवा समस्त दिव्य अभिष्य भाई भाई मानक ये दिव्य कार्य को स्वागत कराऊँगी। आम माँ के प्रति उन्मुक्त हवा माँ को उपस्थिति के अनुभव करवा माँ आमको माध्यम कर कार्य को समापन करूँ। आम माँ का जंत्र हो जावा दिव्य कार्य निजक सामिल कर जीवन को सार्थक करवा। प्रथम आम माँ को म्यूजिक सहित किसी समय नीरव रहा साइलेंस। ओवर बर्तमान में गोटे मिनिट माँ का नाम जप करिया। मा 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 Ma 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 ओवर मातृ प्रतिटी क्षणरे जीवन कुमुर नेउछ टाणी माँ नेउछ टाणी प्रतिटी क्षणरे जीवन कुमुर
ନେଉଛ ଟାଣି ମା ନେଉଛ ଟାଣି ଆଲୋକ ଅନ୍ଧାର ସୁଖ ଦୁଃଖ ଆଲୋକ ଅନ୍ଧାର ସୁଖ ଦୁଃଖ ପାରୁନି ଜାଣି ମା ପାରୁନି ଜାଣି ପାରୁନି ଜାଣି ମା ପାରୁନି ଜାଣି ପ୍ରତିଟି କ୍ଷଣରେ ଜୀବନକୁ ମୋର ନେଉଛ ଟାଣି ମା ନେଉଛ ଟାଣି ସୂର୍ଯ୍ୟ ତ ତୁମେ ପଦ୍ମଟିଏ ମୁଁ କରି ଚାଲିଛ ତ କିରଣ ଦାନ କେବେ ପଚାରିନି ଫୁଟିବା ପାଇଁ କି କେତେ ଲୋଡ଼ ମୋର ଆଲୋକ ଧନ ସୂର୍ଯ୍ୟ ତ ତୁମେ ପଦ୍ମଟିଏ ମୁଁ କରି ଚାଲିଛ ତ କିରଣ ଦାନ କେବେ ପଚାରିନି ଫୁଟିବା ପାଇଁ କି କେତେ ଲୋଡ଼ ମୋର ଆଲୋକ ଧନ ଆଲୋକ ଅନ୍ଧାର ସୁଖ ଦୁଃଖ ଆଲୋକ ଅନ୍ଧାର ସୁଖ ଦୁଃଖ ପାରୁନି ଜାଣି ମା ପାରୁନି ଜାଣି ପାରୁନି ଜାଣି ମା ପାରୁନି ଜାଣି ପ୍ରତିଟି କ୍ଷଣରେ ଜୀବନକୁ ମୋର ନେଉଛ ଟାଣି ମା ନେଉଛ ଟାଣି ଅନ୍ତର ଆଖିରେ ନିରେଖି ଦେଖିଲେ ସଭିଏ ଲାଗନ୍ତି କେତେ ନିଜର ହେଲେ ଜଣାଯାଏ ଭିନ୍ନତା କେବଳ ବାହାରର ସ୍ଥୂଳ କାରବାର ଅନ୍ତର ଆଖିରେ ନିରେଖି ଦେଖିଲେ ସଭିଏ ଲାଗନ୍ତି କେତେ ନିଜର ହେଲେ ଜଣାଯାଏ ଭିନ୍ନତା କେବଳ ବାହାରର ସ୍ଥୂଳ କାରବାର ଆପଣା ପଣିଆ ନେଇ ସଂସାର ଆପଣା ପଣିଆ ନେଇ ସଂସାର ସବୁ ଚଳଣି ମା ସବୁ ଚଳଣି ସବୁ ଚଳଣି ମା ସବୁ ଚଳଣି ପ୍ରତିଟି କ୍ଷଣରେ ଜୀବନକୁ ମୋର ନେଉଛ ଟାଣି ମା ନେଉଛ ଟାଣି ନେଉଛ ଟାଣି ମା ନେଉଛ ଟାଣି ଆଲୋକ ଅନ୍ଧାର ସୁଖ ଦୁଃଖ ଆଲୋକ ଅନ୍ଧାର ସୁଖ ଦୁଃଖ ପାରୁନି ଜାଣି ମା ପାରୁନି ଜାଣି ପାରୁନି ଜାଣି ମା ପାରୁନି ଜାଣି ପ୍ରତିଟି କ୍ଷଣରେ
ଜୀବନକୁ ମୋର ନେଉଛ ଟାଣି ମା, ନେଉଛ ଟାଣି, ନେଉଛ ଟାଣି ମା, ନେଉଛ ଟାଣି, ନେଉଛ ଟାଣି ମା, ନେଉଛ ଟାଣି। দুর্গা স্তোত্র। মা তোহ দুর্গে, সিংহ বাহিনী সর্বশক্তি দায়িনী, মা তোহ শিবপ্রিয়ে, তোর শক্ত্যংশ জাত আম্ভেମାନେ ଭାରତବର୍ଷର ଯୁବକଗଣ ତୋର ମନ୍ଦିରରେ ଆସିନ ପ୍ରାର୍ଥନା କରୁଛୁ। ଶୁଣ ମା ତୋହ ଏହି ଭାରତବର୍ଷେ ପ୍ରକାଶ ହୁଅ। ମା ତୋହ ଦୁର୍ଗେ, ଯୁଗେ ଯୁଗେ ମାନବ ଶରୀରରେ ଅବତୀର୍ଣ୍ଣ ହୋଇ ଜନ୍ମେ ଜନ୍ମେ ତୋର ହିଁ କାର୍ଯ୍ୟ କରି ତୋର ଆନନ୍ଦ ଧାମରେ ଫେରିଯାଉ। ଏଥର ବି ଜନ୍ମ ହୋଇ ତୋହରି କାର୍ଯ୍ୟରେ ହିଁ ଆମ୍ଭେମାନେ ବ୍ରତୀ। ଶୁଣ ମା ତୋହ ଏହି ଭାରତବର୍ଷେ ସହାୟ ହୁଅ। ମା ତୋହ ଦୁର୍ଗେ, ସିଂହ ବାହିନୀ ତ୍ରିଶୂଳ ଧାରିଣୀ, ବର୍ମ ଆବୃତ ସୁନ୍ଦର ଶରୀରେ ମା ତୋ ଜୟଦାୟିନୀ। ତୋ ପ୍ରତୀକ୍ଷାରେ ଭାରତ ରହିଅଛି, ତୋର ସେହି ମଙ୍ଗଳମୟୀ ମୂର୍ତ୍ତି ଦେଖିବାକୁ ଉତ୍ସୁକ। ଶୁଣ ମା ତୋହ ଏହି ଭାରତବର୍ଷେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ। ମା ତୋହ ଦୁର୍ଗେ, ବଳଦାୟିନୀ, ପ୍ରେମଦାୟିନୀ, ଜ୍ଞାନଦାୟିନୀ, ଶକ୍ତି ସ୍ୱରୂପିଣୀ, ଭୀମେ ସୌମ୍ୟ ରୌଦ୍ର ରୂପିଣୀ, ଜୀବନ ସଂଗ୍ରାମେ ଭାରତ ସଂଗ୍ରାମେ ତୋର ପ୍ରେରିତ ଯୋଦ୍ଧା ଆମ୍ଭେମାନେ। ଦିଅ ମା ପ୍ରାଣେ ମନେ ଅସୁରର ଶକ୍ତି, ଅସୁରର ଉଦ୍ୟମ, ଦିଅ ମା ହୃଦୟରେ ବୁଦ୍ଧିରେ ଦେବ ଚରିତ୍ର, ଦେବ ଜ୍ଞାନ। ମା ତୋହ ଦୁର୍ଗେ, ଜଗତ୍ ଶ୍ରେଷ୍ଠ ଭାରତ ଜାତି ନିବିଡ଼ ତିମିରରେ ଆଚ୍ଛନ୍ନ ଥିଲା। ତୁହି ମା ତୋହ ଗଗନେ ପ୍ରାନ୍ତରେ ଅଳ୍ପ ଅଳ୍ପ ଉଦୟ ହେଉଛୁ। ତୋର ସ୍ୱର୍ଗୀୟ ଶରୀରର ତିମିର ବିନାଶିନୀ ଆଭାରେ ଉଷାର ପ୍ରକାଶ ହେଲା। ଆଲୋକ ବିସ୍ତାର କର ମା ତୋହ ତିମିର ବିନାଶ କର। ମା ତୋହ ଦୁର୍ଗେ, ଶ୍ୟାମଳା ସର୍ବ ସୌନ୍ଦର୍ଯ୍ୟ ଅଳଙ୍କୃତା, ଜ୍ଞାନ ପ୍ରେମ ଶକ୍ତିର ଆଧାର ଭାରତ ଭୂମି ତୋର ବିଭୂତି। ଆଜି ପର୍ଯ୍ୟନ୍ତ ଶକ୍ତି ସଂହରଣରେ ଆତ୍ମଗୋପନ କରିଥିଲା। ଆଗତ ସେହି ଯୁଗ, ଆଗତ ସେହି ଦିନ, ଯେତେବେଳେ ସମଗ୍ର ବିଶ୍ୱର ଭାର ସ୍କନ୍ଧରେ ବହନ କରି ଭାରତ ଜନନୀ ଉଠୁଅଛି। ଆସ ମା ତୋହ ପ୍ରକାଶ ହୁଅ। ମା ତୋହ ଦୁର୍ଗେ, ତୋର ସନ୍ତାନ ଆମ୍ଭେମାନେ ତୋ ପ୍ରସାଦରେ, ତୋ ପ୍ରଭାବରେ ମହତ୍ କାର୍ଯ୍ୟ ମହତ୍ ଭାବର ଉପଯୁକ୍ତ ହେଉ। ହେ ମା ତୋହ, ବିନାଶ କର କ୍ଷୁଦ୍ରତା, ବିନାଶ କର ସ୍ୱାର୍ଥ, ବିନାଶ କର ଭୟ। ମା ତୋହ ଦୁର୍ଗେ, କାଳୀ ରୂପେଣୁ ମୁଣ୍ଡ ମାଳିନୀ, ଦିଗମ୍ବରେ କୃପାଣ ପାଣି ଦେବୀ, ଅସୁର ବିନାଶିନୀ, କ୍ରୂର ନିନାଦରେ ଅନ୍ତସ୍ତରୀକୁ ବିନାଶ କର। ଗୋଟିଏ ବି ଯେପରି ଆମମାନଙ୍କ ମଧ୍ୟରେ ଜୀବିତ ରହି ନପାରେ, ବିମଳ ନିର୍ମଳ ଯେପରି ହେଉ, ଏହି ପ୍ରାର୍ଥନା ମା ତୋହ ପ୍ରକାଶ ହୁଅ। ମା ତୋହ ଦୁର୍ଗେ, ସ୍ୱାର୍ଥ ଭୟ କ୍ଷୁଦ୍ରାଶୟତାରେ ମ୍ରିୟମାଣ ଭାରତ ଆମ୍ଭମାନଙ୍କୁ ମହତ୍ କର, ମହତ୍ ପ୍ରୟାସୀ କର, ଉଦାର ଚେତା କର, ସତ୍ୟ ସଂକଳ୍ପ କର, ଯେପରି ଆଉ ଅଳ୍ପାସି ନିଶ୍ଚେଷ୍ଟ ଅଳସ ଭୟଭୀତ ନ ହେଉ। ମା ତୋହ ଦୁର୍ଗେ, ଯୋଗ ଶକ୍ତି ବିସ୍ତାର କର। ଆମେ ହିଁ ତୋର ପ୍ରିୟ ଆର୍ଯ୍ୟ ସନ୍ତାନ। ଆମ୍ଭମାନଙ୍କ ମଧ୍ୟରେ ଲୁପ୍ତ ଶିକ୍ଷା, ଚରିତ୍ର, ମେଧା ଶକ୍ତି, ଶ୍ରଦ୍ଧା, ଭକ୍ତି, ତପସ୍ୟା, ବ୍ରହ୍ମଚର୍ଯ୍ୟ, ସତ୍ୟ ଜ୍ଞାନ ବିକାଶ କରି ଜଗତରେ ବିତରଣ କର। ମାନବ ସହାୟ ଦୁର୍ଗତି ନାଶିନୀ ଜଗଦମ୍ବେ ପ୍ରକାଶ ହୁଅ। ମା ତୋହ ଦୁର୍ଗେ, ଅନ୍ତସ୍ତରୀକୁ ସଂହାର କରି ବାହାର ବାଧାବିଘ୍ନ ନିର୍ମୂଳ କର। ବଳଶାଳୀ ପରାକ୍ରମୀ ଉନ୍ନତ ଚେତାର୍ଯ୍ୟ ଜାତି ଭାରତର ପବିତ୍ର କାନନେ, ଉର୍ବର କ୍ଷେତ୍ରେ, ଗଗନ ସହଚର ପର୍ବତ ତଳେ, ପୂତ ସଲୀଳା ନଦୀ ତୀରେ ଏକତା, ପ୍ରେମ, ସତ୍ୟ, ଶକ୍ତି, ଶିଳ୍ପ, ସାହିତ୍ୟ, ବିକ୍ରମ ଜ୍ଞାନରେ ଶ୍ରେଷ୍ଠ ହୋଇ ନିବାସ କରୁ। ମାତୃଚରଣରେ ଏହା ହିଁ ପ୍ରାର୍ଥନା ପ୍ରକାଶ ହୁଅ। ମା ତୋହ ଦୁର୍ଗେ, ଆମ୍ଭମାନଙ୍କ ମଧ୍ୟରେ ଯୋଗ ବଳରେ ପ୍ରବେଶ କର। ଆମ୍ଭେମାନେ ହୋଇ ଉଠିବୁ ତୋର ଯନ୍ତ୍ର, ଅଶୁଭ ବିନାଶୀ ତରବାରୀ, ଅଜ୍ଞାନ ତିମିର ବିନାଶୀ ପ୍ରଦୀପ। ଭାରତର ଯୁବକ ଗଣଙ୍କର ଏହି ବାସନା ପୂର୍ଣ୍ଣ କର। ଯନ୍ତ୍ରୀ ହୋଇ ଯନ୍ତ୍ର ଚଳାଅ, ଅଶୁଭ ହନ୍ତ୍ରୀ ହୋଇ ତରବାରୀ ଘୁରାଅ, ଜ୍ଞାନ ଦୀପ୍ତି ପ୍ରକାଶିନୀ ହୋଇ ପ୍ରଦୀପ ଧର ପ୍ରକାଶ ହୁଅ। ମା ତୋହ ଦୁର୍ଗେ, ତୋତେ ପାଇଲେ ଆଉ ବିସର୍ଜନ କରିବୁ ନାହିଁ। ଶ୍ରଦ୍ଧା ଭକ୍ତି ପ୍ରେମର ଡୋରରେ ବାନ୍ଧି ରଖିବୁ। ଆସ ମା ତୋହ, ଆମ୍ଭମାନଙ୍କ ମନ ପ୍ରାଣ ଶରୀରରେ ପ୍ରକାଶ ହୁଅ। ବୀରମାର୍ଗ ପ୍ରଦର୍ଶିନୀ ଆସ, ଆଉ ବିସର୍ଜନ କରିବୁ ନାହିଁ। ଆମ୍ଭମାନଙ୍କ ସମଗ୍ର ଜୀବନ ହଉ ନିରବଚ୍ଛିନ୍ନ ଦୁର୍ଗା ପୂଜା। ଆମ୍ଭମାନଙ୍କ ସକଳ କାର୍ଯ୍ୟ ଅବିରତ ପବିତ୍ର ପ୍ରେମମୟ ଶକ୍ତିମୟ ମାତୃ ସେବାବ୍ରତ ହେଉ। ଏହା ହିଁ ପ୍ରାର୍ଥନା ମା ତୋହ। ଭାରତରେ ଆବିର୍ଭୂତ ହୁଅ, ପ୍ରକାଶ ହୁଅ ମା, ପ୍ରକାଶ ହୁଅ। ମହାପୁସ୍ତକ ତୃତୀୟ ଅଧ୍ୟାୟ।
ଯଦି ଜୀବନ ପଥରେ ସକଳ ଭୟ ସଙ୍କଟ ଏବଂ ସର୍ବନାଶ ବିରୁଦ୍ଧରେ କବଚାବୃତ ହୋଇ ଚାଲିବାକୁ ଚାହଁ, ତେବେ କେବଳ ଦୁଇଟି ଜିନିଷ ପ୍ରୟୋଜନ। ସେ ଦୁଇଟି ସର୍ବଦା ଏକ ସଙ୍ଗେ ରହେ। ପ୍ରଥମଟି ହେଲା ମା ଭଗବତୀଙ୍କର କରୁଣା, ଆଉ ଦ୍ୱିତୀୟଟି ହେଲା ତୁମ ଆଡ଼ୁ ଶ୍ରଦ୍ଧା ନିଷ୍ଠା ସମର୍ପଣରେ ଗଠିତ ତୁମର ଅନ୍ତଃକରଣ। ତୁମର ଶ୍ରଦ୍ଧା ହେବା ଉଚିତ, ଶୁଦ୍ଧ, ସରଳ ଏବଂ ପୂର୍ଣ୍ଣ। ମନ ଓ ପ୍ରାଣର ଅହମାତ୍ମକ ଶ୍ରଦ୍ଧା, ଯେଉଁ ଶ୍ରଦ୍ଧାକୁ ଉଚ୍ଚାଭିଳାଷ, ଗର୍ବ, ଆତ୍ମ ଅଭିମାନ, ମନର ଦମ୍ଭ, ସ୍ୱେଚ୍ଛାଚାରିତା, ବ୍ୟକ୍ତିଗତ ଦାବି, ନିମ୍ନ ପ୍ରକୃତିର ସକଳ ତୁଚ୍ଛ ତୃପ୍ତିର କାମନା କଳୁଷିତ କରି ରଖିଛି, ସେ ଶ୍ରଦ୍ଧାର ଅନୁନ୍ନତ ଧୂମାଛନ ଶିକ୍ଷା ଷୋଲକ ଦିଗରେ ଊର୍ଦ୍ଧ୍ୱକୁ ପ୍ରଜ୍ୱଳିତ ହୋଇ ଉଠେ ନାହିଁ। ମନେ ରଖ, ଭାଗବତ କର୍ମ ଓ ଭାଗବତ ଅଭିବ୍ୟକ୍ତିରେ ସାହାଯ୍ୟ ନିମିତ୍ତ ତୁମକୁ ତୁମର ଜୀବନ ଦିଆହୋଇଛି। ଆଉ କିଛି ଆକାଂକ୍ଷା କର ନାହିଁ। କେବଳ ଦିବ୍ୟ ଚେତନାର ବିଶୁଦ୍ଧି, ଶକ୍ତି, ଜ୍ୟୋତି, ପ୍ରସାରତା, ପ୍ରଶାନ୍ତି, ଆନନ୍ଦ ସକାଶେ ଆକାଂକ୍ଷା କର, ଯେପରିକି ସେହି ଚେତନା ତୁମ ମନ, ପ୍ରାଣ, ଦେହକୁ ରୂପାନ୍ତରିତ ଓ ସର୍ବାଙ୍ଗ ସୁନ୍ଦର କରି ଗଢ଼ିବା ନିମିତ୍ତ ସତତ ସଚେଷ୍ଟ ହୋଇ ଉଠିବ। ଆଉ କିଛି ଚାହୁଁ ନାହିଁ। କେବଳ ପୃଥିବୀ ଉପରେ ତୁମ ମଧ୍ୟରେ ଯେଉଁମାନେ ଅଧିକାର ପାଇଛନ୍ତି, ଯେଉଁମାନଙ୍କୁ ଗ୍ରହଣ କରାହୋଇଛି, ସେମାନଙ୍କ ମଧ୍ୟରେ ଭାଗବତ ଆଧ୍ୟାତ୍ମିକ ଅତିମାନସ ସତ୍ୟ ଓ ତା'ର ବାସ୍ତବ ସିଦ୍ଧକୁ ଚାହଁ, ଏବଂ ଚାହଁ ସେହି ଅବସ୍ଥା ଓ ବ୍ୟବସ୍ଥା ଯାହାର ଆନୁକୂଲ୍ୟରେ ହେବ ଏହି ସତ୍ୟର ସୃଷ୍ଟି ଏବଂ ସକଳ ବିରୋଧୀ ଶକ୍ତି ଉପରେ ପୂର୍ଣ୍ଣ ବିଜୟ। ତୁମର ଆନ୍ତରିକତା ଓ ତୁମର ସମର୍ପଣ ହେବା ଯଥାର୍ଥ ଏବଂ ସମ୍ପୂର୍ଣ୍ଣ। ଯେବେ ତୁମକୁ ନିଜକୁ ଦେଇଦେବାକୁ ହୁଏ, ତେବେ ନିଶେଷରେ ଦେଇଦିଅ। କୌଣସି ଦାବି, କୌଣସି ସର୍ତ୍ତ, କୌଣସି କୁଣ୍ଠିତ ଭାବ ରଖ ନାହିଁ, ଯଦ୍ୱାରା ତୁମର ସକଳ ବସ୍ତୁ ଦିବ୍ୟ ଜନନୀଙ୍କର ହୋଇଯିବ। ଅହଙ୍କାର ପାଇଁ ଅଥବା ଅନ୍ୟ କୌଣସି ଶକ୍ତିକୁ ଦେବା ସକାଶେ ଆଉ କିଛି ଅବଶିଷ୍ଟ ନଥିବ। ତୁମର ଶ୍ରଦ୍ଧା, ତୁମର ଆନ୍ତରିକତା ଓ ସମର୍ପଣ ଯେତେ ପୂର୍ଣ୍ଣତର ହେବ, ମାଙ୍କର କରୁଣା ଓ ଅଭୟ ସେତେ ହିଁ ଘେରି ରହିବ। ଯଦି ମା ଭଗବତୀଙ୍କର କରୁଣା ଓ ଅଭୟ ତୁମ ସଙ୍ଗେ ରହିଛି, ତେବେ ଆଉ ଏପରି କ'ଣ ଅଛି ଯାହା ତୁମକୁ ସ୍ପର୍ଶ କରିବ ବା ଆଉ କାହାକୁ ତୁମେ ଭୟ କରିବ? ଯଦି କୃପାରୁ ଅଳ୍ପ ଟିକିଏ ବି ତୁମକୁ ସକଳ ବାଧା ବିପତ୍ତି ଓ ସଙ୍କଟରୁ ପାର କରିଦେବ, ତାଙ୍କର ପୂର୍ଣ୍ଣ ଉପସ୍ଥିତି ଯଦି ତୁମକୁ ଆବୃତ କରି ରଖେ, ତେବେ ନିରାପଦରେ ତୁମେ ତୁମ ପଥରେ ଚାଲିଯାଇପାରିବ। କାରଣ ସେ ପଥ ହେଲା ମାଙ୍କର। ଏ ଜଗତରେ ହେଉ ବା ଅଦୃଶ୍ୟ ଜଗତ ସମୂହରେ ହେଉ, କୌଣସି ଶତ୍ରୁ ଶକ୍ତି ଯାହା ଯେତେ ଶକ୍ତିଶାଳୀ ହେଉନା କାହିଁକି ତୁମକୁ ସ୍ପର୍ଶ କରିପାରିବ ନାହିଁ। କୌଣସି ବିଭୀଷିକା ତୁମ ଚିନ୍ତାର କାରଣ ହୋଇପାରିବ ନାହିଁ। ଏହି କରୁଣାର ସ୍ପର୍ଶରେ ସଙ୍କଟ ସୁଯୋଗରେ, ବ୍ୟର୍ଥତା ସାର୍ଥକତାରେ, ଦୁର୍ବଳତା ଅମୋଘ ସାମର୍ଥ୍ୟରେ ପରିଣତ ହୁଏ। କାରଣ ଦିବ୍ୟ ଜନନୀଙ୍କର ଅନୁକମ୍ପା ହେଲା ପରମେଶ୍ୱରଙ୍କର ଅନୁମତି। ଏବେ ହେଉ ବା ପରେ ହେଉ, ତାଙ୍କର ଫଳ ସୁନିଶ୍ଚିତ, ପୂର୍ବ ନିର୍ଦ୍ଦିଷ୍ଟ, ଅବସମ୍ଭାବୀ ଓ ଅନିର୍ବାର୍ଯ୍ୟ। Ma, Mantramoyi Savitri, Divya Janani, the Divine Mother. At the head, she stands of birth and toil and fate. In their slow round, the cycles turn to her call. Alone her hands can change time's dragon base. Hers is the mystery the night conceals. The spirit's alchemist energy is hers. She is the golden breeze, the wonderful fire. The luminous heart of the unknown is she. A power of silence is the depths of God. A power of silence in the depths of God. She is the force, the inevitable word, the magnet of our difficult ascent, the sun from which we kindle our all suns, the light that leans from the unrealized vast, the joy that beacons from the impossible, the might of all that never yet came down. All nature dumbly calls to her alone, to heal with her feet, the aching throb of life and break the cells of dim soul of man, and kindle her fire in the closed heart of things.
and kindle her fire in the closed heart of things. Sri Aurobindo, Savitri, Book 3, Canto 2. ଆଜି ଦିନଟି ମା ଶୁଭ ଦିନ ହେଉ, ଶୁଭ ହେଉ ମୋର ଚିନ୍ତା। ଆଜି ଦିନଟି ମା ଶୁଭ ଦିନ ହେଉ, ଶୁଭ ହେଉ ମୋର ଚିନ୍ତା। ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ, ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ, ତୁମ ପ୍ରତି କୃତଜ୍ଞତା। ମା 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 ମୋ ମା ମୋ ମା। ଆଜି ଦିନଟି ମା ଶୁଭ ଦିନ ହେଉ, ଶୁଭ ହେଉ ମୋର ଚିନ୍ତା। ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ, ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ, ତୁମ ପ୍ରତି କୃତଜ୍ଞତା। ମା 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 ମୋ ମା ମୋ ମା। ଆଚାର ବ୍ୟବହାର ସୁମଧୁର ହେଉ, ସତ୍ୟ ହେଉ ମୋର କଥା। ଚାଲିଚଳଣିରେ ସରଳତା ରହୁ, ଅନ୍ତରରେ ନିରବତା। ଏ ନୟନ ଦୁଇ ରହିଥାଉ ଚାହିଁ, ଏ ନୟନ ଦୁଇ ରହିଥାଉ ଚାହିଁ, ପାଇବାକୁ ତୁମ ଦେଖା। ମା 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 ମୋ ମା ମୋ ମା। ଆଜି ଦିନଟି ମା ଶୁଭ ଦିନ ହେଉ, ଶୁଭ ହେଉ ମୋର ଚିନ୍ତା। ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ, ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ, ତୁମ ପ୍ରତି କୃତଜ୍ଞତା। ମା 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 ମୋ ମା ମୋ ମା। ଯୁଆଡ଼େ ଯାଉଛି ଯାହା ମୁଁ କରୁଛି, ମନେ ପଡ଼ୁ ତୁମ କଥା। ଯାହା ମୁଁ ହୋଇଛି ହେବାକୁ ଯାଉଛି, ଭାବିପାରେ ତୁମ କୃପା। ତୁମ କାର୍ଯ୍ୟ କିଛି ବିଘ୍ନ ନ ଘଟାଏ, ତୁମ କାର୍ଯ୍ୟ କିଛି ବିଘ୍ନ ନ ଘଟାଏ, ଦିଅ ମୋତେ ସେହି ଶିକ୍ଷା। ମା 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 ମୋ ମା ମୋ ମା। ଆଜି ଦିନଟି ମା ଶୁଭ ଦିନ ହେଉ, ଶୁଭ ହେଉ ମୋର ଚିନ୍ତା। ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ, ମୁହୂର୍ତ୍ତେ ଯେମିତି ଭୁଲି ମୁଁ ନ ଯାଏ, ତୁମ ପ୍ରତି କୃତଜ୍ଞତା। ମା ମୋ ମା
মা মো মা মো মা মো মা। প্রণাম at the lotus feet of the divine mother। করুণাময়ী মা, পরম প্রভু শ্রী অরবিন্দ, উপস্থিত সমস্ত দিব্ୟ ଭିଷୁ ଭାଇ ଭଉଣୀମାନେ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା। ଗୋଟିଏ କଥା ମୁଁ ଗୋଟେ ମାତୃବନ୍ଦନାଟେ ବୋଲୁଥିଲି, କାରଣ ମାଙ୍କ ପ୍ରତି ଆମେ କୃତଜ୍ଞତାପୂର୍ଣ୍ଣ ଭାବ ରଖିବା ଦରକାର। 2025 ମସିହାରେ ଆମେ ଏଇ ମାଙ୍କ ପ୍ରତି କିପରି କୃତଜ୍ଞପୂର୍ଣ୍ଣ ଭାବ ରଖିପାରିବା। ବିଗତ ବର୍ଷ ଗୁଡ଼ିକ ଆମକୁ କୋଉ ପ୍ରକାର ପ୍ରେରଣା ଦେଇଛି, ଆମେ କାହିଁକି ମା ପ୍ରତି କୃତଜ୍ଞ ହବା। ମା ଶ୍ରୀନ୍ଦ ଆମ ପ୍ରତି କ'ଣ କରିଛନ୍ତି, ସଂସାର ପ୍ରତି କ'ଣ କରିଛନ୍ତି ଯେ ଯେଉଁଥିପାଇଁ ଆମେ କୃତଜ୍ଞତାପୂର୍ଣ୍ଣ ଭାବ ତାଙ୍କ ପ୍ରତି ନିବେଦନ କରିବା। ତେଣୁ ଏଇ ଯେଉଁ ମା ଏବଂ ଶ୍ରୀ ଅରବିନ୍ଦ ପୃଥିବୀ ପ୍ରତି କ'ଣ ଅବଦାନ ରଖିଛନ୍ତି, ଆଉ ଆମ ବ୍ୟକ୍ତି ଜୀବନ ପାଇଁ କ'ଣ ଅବଦାନ ରଖିଛନ୍ତି, ସମଗ୍ର ସୃଷ୍ଟି ପାଇଁ କ'ଣ ଅବଦାନ ରଖିଛନ୍ତି, ଯେଉଁଥିପାଇଁ ଆମେ ମାଙ୍କ ପ୍ରତି କୃତଜ୍ଞ ହବା। ଗୋଟିଏ କଥା ଆମେ ନିଶ୍ଚିତ ହବା, ଏଇ ଯେଉଁ ମା ଏବଂ ଶ୍ରୀ ଅରବିନ୍ଦ ଯେଉଁ ପୃଥିବୀ ପୃଷ୍ଠକୁ ଆସିଛନ୍ତି, ସେ ନିଜେ ହେଉଛନ୍ତି ପରମ। ଶ୍ରୀ ଅରବିନ୍ଦ ନିଜେ ହେଉଛନ୍ତି ପରମ, ଆଉ ଯିଏ ଦିବ୍ୟ ଜନନୀ ସେ ନିଜେ ଶ୍ରୀମା ରୂପରେ ଆସିଛନ୍ତି। ଏବେ ସଂସାରରେ ତାର ଫାଉଣ୍ଡେସନ ସବୁ ଆଗରୁ ତିଆରି ହେଇସାରିଥିଲା। ବର୍ତ୍ତମାନ ଆଉ ଫାଉଣ୍ଡେସନ କାମ ନାହିଁ, ବର୍ତ୍ତମାନ ରୂପାନ୍ତର କାର୍ଯ୍ୟ ହବ। ମୋବାଇଲ ସାଇଲେଣ୍ଟ କରିଦେବେ। ତେଣୁ ବର୍ତ୍ତମାନ ରୂପାନ୍ତର କାର୍ଯ୍ୟ ହବ। ଫାଉଣ୍ଡେସନ ତିଆରି ହେଇଗଲା, ଯାହାକୁ ଆଧାର କରି ଗୋଟେ ଶକ୍ତି ଅବତରଣ କରିବ ଏବଂ ସେ ଶକ୍ତି ବ୍ୟକ୍ତି ଜୀବନକୁ, ସମଗ୍ର ସୃଷ୍ଟିକୁ ଦିବ୍ୟ ତତ୍ତ୍ୱରେ ଗଢ଼ି ତୋଳି ପାରିବ। ତେଣୁ ୟା ପୂର୍ବରୁ ଯେତେକ ଅବତାର ସବୁ ଆସିଥିଲେ ସେ ଆଧାର ପ୍ରସ୍ତୁତ କରିଥିଲେ। ଯେମିତି ମୁଁ ଛୋଟିଆ ଛୋଟିଆ ଉଦାହରଣ ଦଉଛି। ଭଗବାନ ଶ୍ରୀକୃଷ୍ଣଙ୍କ ବିଷୟରେ ଆମେ ସମସ୍ତେ ଜାଣିଛେ। ଆଚ୍ଛା, ଶ୍ରୀକୃଷ୍ଣ କାହାକୁ ଖରାପ ଲାଗନ୍ତି କୁହନ୍ତୁ? ସେ ଯୋଉ ଧର୍ମର ଲୋକ ହେଇଥାନ୍ତି, ଯୋଉ ଦୀକ୍ଷାର ଲୋକ ହେଇଥାନ୍ତି, ଭଗବାନ ଶ୍ରୀକୃଷ୍ଣ କାହାକୁ ଖରାପ ଲାଗନ୍ତି? ଏଇ ଯୋଉ ବାଳକ ରୂପରେ ଭଗବାନ ଶ୍ରୀକୃଷ୍ଣ ଆସିଲେ, ତା ପଶ୍ଚାତରେ କିଛି କାରଣ ଅଛି ନା ନାହିଁ? କଣକୁ ପ୍ରତିନିଧିତ୍ୱ କରିବା ପାଇଁ, ବା ଆମ ପାଖରେ କୋଉ ପ୍ରକାର ନିଦର୍ଶନ ହବା ପାଇଁ, କୋଉ ପ୍ରକାର ଶିକ୍ଷା ଆମକୁ ଦେବା ପାଇଁ ସେ ଏଇ ପ୍ରକାର ରୂପ ନେଇକି ଆସିଛନ୍ତି? କେବେ ଆମେ ତାକୁ ସମୀକ୍ଷା କରିଛେ? ପ୍ରଥମ କଥା, ଭଗବାନ ଶ୍ରୀକୃଷ୍ଣ ବାଳକ ରୂପରେ ଆସିଲେ। ସେ ଚାହିଁଥିଲେ ବଡ଼ ହେଇକି ଆସିଥାନ୍ତେ, 4 ହାତ ଧରିକି ଆସିଥାନ୍ତେ, ଆଉ କ'ଣ କ'ଣ ଗୋଟେ କରିକି ଆସିଥାନ୍ତେ, କିନ୍ତୁ ଛୋଟିଆ ଛୁଆ ହେଇକି ଆସିଛନ୍ତି, ବାଳକ ରୂପରେ ଆସିଛନ୍ତି। କାରଣ ଯେ ଛୋଟିଆ ଛୁଆ ତାର ଗ୍ରୋଥ ହବ, ଯେଉଁମାନେ ଓଲ୍ଡ ଏଜ୍ ହେଇଗଲେଣି ତାଙ୍କର ଡେଥ୍ ହେବ ନା, ଗ୍ରୋଥ ହବନି, ବରଂ ଡେଥ୍ ଆଡ଼କୁ ସେମାନେ ଯିବେ। ତେଣୁ ବଡ଼ମାନଙ୍କର ଆଉ ଗ୍ରୋଥ ନଥାଏ, ବରଂ ଡିକେ ଆସେ, ଡେଥ୍ ଆସେ। କିନ୍ତୁ ଗୋଟେ ଷ୍ଟେଜ୍ ଛୁଆ ଧୀରେ ଧୀରେ ବଢ଼ି ବଢ଼ି ବଡ଼ ପର୍ଯ୍ୟନ୍ତ ଯିବ, ତାପରେ ତାର ଧୀରେ ଧୀରେ ଡିକେ ହବ, ଡେଥ୍ ଆସିବ। ତେଣୁ ଯେଉଁ ଅଭିବୃଦ୍ଧିଶୀଳ ଭାବ ବା ପ୍ରୋଗ୍ରେସିଭର ଭାବକୁ ଭଗବାନ ଶ୍ରୀକୃଷ୍ଣ ଆମ ପାଖରେ ଉପସ୍ଥାପିତ କରିବା ପାଇଁ ଛୁଆ ହେଇକି ଆସିଛନ୍ତି। ପୁଣି ଯୋଉ ଛୁଆ ଭିତରେ କ'ଣ ଥାଏ? ସିମ୍ପ୍ଲିସିଟି ଥାଏ, ସରଳତାର ଭାବ ଥାଏ। ଯୋଉ ଶିଶୁ ଭିତରେ କ'ଣ ଥାଏ? ସମସ୍ତଙ୍କୁ, ସେ ପର ଆପଣ କିଛି ଭାବିନଥିଲେ ତ। କୃଷ୍ଣଙ୍କ ଲୀଳା ଭିତରକୁ ଆପଣ ପଶନ୍ତୁ, ଦେଖିବେ ସମସ୍ତେ ତାଙ୍କର ଅତି ପ୍ରିୟ ହେଇଯାଇଛନ୍ତି, ଆଉ ସିଏ ମଧ୍ୟ ସମସ୍ତଙ୍କର ପ୍ରିୟ ହେଇଛନ୍ତି। ତେଣୁ ଏ ଯୋଉ ଛୁଆ କୋଉ ପ୍ରେମ ଭାବ ଦ୍ୱାରା ସେ ସମସ୍ତଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରୁଛନ୍ତି। ତେଣୁ ଭଗବାନ ଶ୍ରୀକୃଷ୍ଣ ବୋଲି ଆମେ ଯାହାକୁ କହୁଛେ, କୃଷ୍ଣ ଇଜ୍ ଦ ରିପ୍ରେଜେଣ୍ଟେସନ ଅଫ ଦ ଡିଭାଇନ ଲଭ୍। ଦିବ୍ୟ ପ୍ରେମର ସେ ହେଉଛନ୍ତି ପ୍ରତିନିଧି। ତେଣୁ ସେ ଦିବ୍ୟ ପ୍ରେମର ଆବଶ୍ୟକତା ଅଛି। ଶ୍ରୀକୃଷ୍ଣ ସବୁବେଳେ ସ୍ମାଇଲିଂରେ ଥାନ୍ତି, ସବୁବେଳେ ଚିୟରଫୁଲରେ ଥାନ୍ତି। କାହିଁକି? କାହିଁକି ସ୍ମାଇଲିଂ ହେଉଛି ସାଇକିକ୍ର ମ୍ୟାନିଫେଷ୍ଟେସନ, ଚିୟରଫୁଲନେସ୍ ହେଉଛି ସାଇକିକ୍ ମ୍ୟାନିଫେଷ୍ଟେସନ। ଯଦି ଆମେ ସବୁବେଳେ ହସି ପାରୁଛେ ନ୍ୟାଚୁରାଲି, ଆମକୁ ଟଙ୍କା ଦିଆହେଲା ହସିବା, ଏଟା ଆର୍ଟିଫିସିଆଲ ହବ। କମେଡିଆନ ମାନେ ହସୁନାହାନ୍ତି କି? ଭିତରେ ତାଙ୍କର ଫୁଲ ଟେନସନ ଥିବ, କିନ୍ତୁ ଟଙ୍କା ପାଇଁ ଡ୍ରାମାରେ ବା ଅପେରାରେ ହସୁଛନ୍ତି, କିନ୍ତୁ ତାଙ୍କର ବହୁତ ଟେନସନ ଥିବ। କିନ୍ତୁ ଯୋଉ ରିଏଲ ହସ ଯୋଉଟା, ସେଟା କେତେବେଳେ ବାହାରିବ? ସାଇକିକ୍ ଯେତେବେଳେ ଆୟୋକେନ ହବ, ସେଠୁ ସ୍ମିତହାସ୍ୟ ରୂପରେ ସେ ପରିପ୍ରକାଶ ହବ। ଆଉ ଏ ହସ କାହାକୁ ଟଙ୍କା ଦେଇକି ହସ ଆଦାୟ କରି ହବନି। ଯଦି ବା ହସି, ସେ ଆର୍ଟିଫିସିଆଲ ହସ ହଉଛି, ନ୍ୟାଚୁରାଲ ହବନି। କିନ୍ତୁ ସାଇକିକ୍ର ଓପନନେସ୍
आम भितर जो हस बाहर कराए से रियल हस रियल चियरफुलनेस तेणु भगवान श्रीकृष्ण हेले चियरफुलनेस प्रतिनिधि तेणु समस्त भितर से चियरफुलनेस को तैयारी कर दे पारि मु आनंदर प्रभाव को लेकिन तुम मिसबी मुझे भीतर आनंद को तैयारी करी मुझे स्मितहास्यर भाव नहीं कि जीवी ताले मु तांका भीतर हस भी फुटे पारि मुझे गोटे जली मुड्रे जीवी ताले अन्य मान भीतर से जली भावटा तैयारी कर दे पारि मुझे फुल डिप्रेस्ड भीतर अच्छी मुहरे मोर हस ना मु जोड़ी जीवी ये कौन बाहर हस बाहर सी भी जीव कांद मु कांद भाव नहीं डिप्रेशन भाव नहीं तेणु अन्य मान भितर से डिप्रेशन भाव को तैयारी कर मु तार गोटे लिविंग एग्जांपल कहूँ एटा एक्सपीरियंस कथा गोटे समय निराकर भाई कटक सम्मेलन रे दुई जन अपा को जड़े हूँ संयुक्ता अपा आ जन हूँ टिकी अपा रायगड़ार संयुक्ता अपा बालीमेलार टिकी अपा ये दी जन कहले तुम सब मत खोजिले हेनी मुझे कौन सब आसपारि महिला सम्मेलन करने चाहूँ फ्यूचर रे एबेठू बेस्ट तैयारी कर मु गोटे पिला को पठेबी से भारी जली मुड्र पिला से आसिले देखिए तार कौन सी टेंशन ना तुम कौन सी बर्डन पड़ो नहीं तुम जमी दब से खाइब जमी दब से रुम जमी कह से सेटिंग आ भारी जली मिंजास पिला आ तुम आसतु सी देख कह सी आस मुझे पठेबी मो नंबर भी देले देलापर ओभर फोन ले मो सहित कथा हेले फिजिकाली आम देखा देखी हेनु फिजिकाली आम देखा देखी हेनु ओभर फोन ले जहाँ कथबार्ता हेले ये जो ओभर फोन ले कथबार्ता हला परे तापरे जो समय जीवा कथा मु सेटिंग कली गली मध्य जयपुर संतोषी बा मते नेकी गले मु तो बाटघाट देखिनी तेणु मु बस स्टैंड रे ओल्लै पड़ी बस स्टैंड गोटे केमिति जीवी कौन करी सो जयपुर संतोषी बा व्यवस्था कर से पंडिचेर रही संतोषी बा तापर जाओ सी मते नेकी पहुंचेले बराबर जोगाजोग होपर आम गाँ पाखे गोटे डली बोली गोटे झीटे अच्छी से समय बालीमेला रोला एवं पलि आसी डाणी गुड़ा कड़े आश्रम कड़ घर कर डली डली आम गाँ कड़ आम पाखे डली से अच्छी सी को अजय भाई को कही निराकर भाई सी आ जापारनी गाड़ी ओह्लैली भाई तुमको पठे सी पूरा माने एत खुशी तार आसीगला भाई तुमको पठे मुझे हाँ पठे तापर जो कार्यक्रम हम राति प्लानिंग है मुझे कौन कौन सब योजना सब कर मत कहल देखा ना एमती जावा बुलिया केतरा पार्सल करी को बाटर बजार फजार देखी गोटे होटेल खाया मुझे होटेल खाया बंद कर से होटेल खाया बंद कर बर्तमान आम सहित खाद्य जीव सांगरे धरत पत्र खली धरत कि तुम ये जहाँ प्लेट पत्र अच्छी धरत आ मोर बेसी पखाड़ प्रिय डली जानी पखाड़ सांगे धर है पखाड़ खाइले मुझे पूरा चार्ज होती तुम भाव गरम देले अति आइटम करदे मुझे खुशी बोली मोटे नुह मुझे पखाड़ खाइले खुशी हुई डली जानी आम पाखिया लोक सब पखाड़ प्रिय तेणु ये जो भावना को मुझे जाइए तेणु से भावना भितर मोर माँ को प्रेयर माँ मत एमती गोटे जगह पठेच ये कि कम हम कौन ना मुझे जानी तापर दिन सका आश्रम रोसे है मुझे जी गरम खाए तो गरम था जी पखाड़ खाए तो पानी मिसे खाओ कि रोसे भी होगी गला तार अपा मैंने जो मैंने सब गले से घर कि आनी था पाठचर 3टा खंडे पार्चर हम गछमूलिया बस जंगल भितर नालकूल देखी पानी कूलिया जगह देखी बस पिकनिक भाया करूँ बास गोटे पिकनिक हुए भल माने जो 8-10 जन आम जाऊ बढ़िया कि जमानिया पिकनिक टी हुए पार्चर टे करूँ पुणी खाई सारे आउ 2टा खंडे पार्चर हम सन्ध्या बेलू आसला बेले से तेल भाजी जिन कौन कार चॉइस थी सिंगड़ा कार आलुचप कार से बुझिले भी बाटर को दुकान देखू गरम गरम तो छाणिकी अणा खिया हम ये जो प्रथम दिन टा गला राति कहला बढ़िया टूरटा होमर है बाहर समस्ते जावाई समस्ते जावाई बाहर गाड़ी तो एत जन जाइब नहीं टोकन व्यवस्था है से लटरी पड़ला किए किए जी है जी थे जाइए सी आ सेकेंड टाइम जावाई इच्छा कला ना ना नुआ लोक किसी नियो कहीं गाड़ी तो एत जन को जगह हम नहीं तो जो मैंने लिडिंग नौ जातु प्लस आउ 5-7 सांगरे नुआ नुआ जाओ ये भाव में जो पाठ्यचक्र मोमेंटा है कहीं भूली पारे आ समस्त पूरा खुशी मन काम कले
ଆଉ ବାଲିମେଳାରେ ଯେତେ ଅପା ଯେତେ ଭାଇ ପୁରା ଚାର୍ଜ ରହିଗଲେ। ତାପରେ ଟିକିଏ ପରେ ଏକା ସବୁ କଥା ହେଲେ, କହିଲା ଭାଇ ସତ କଥା କହୁଥିଲେ, ମାନେ କ'ଣ କହୁଥିଲେ, କହିଲେ ଗୋଟେ ଜଲି ମୁଡ଼ର ପିଲାକୁ ମୁଁ ପଠେଇବି, ଆଉ ତମେ ତା କଥା ଶୁଣିବ, ଆଉ ତା ସହିତ ମିଶିବ, ଜାଣିବ, ତାପରେ କହିପାରିବ। ତାର ଏମିତି ପରିସ୍ଥିତି ହେଲା, ମୁଁ ନଗଲେ ତାଙ୍କର ଚାର୍ଜ ଯେମିତି କମି ଯାଉଛି, ତେଣୁ ପ୍ରତିବର୍ଷ ମୁଁ ଗଲେ କିଛି କିଛି ଚାର୍ଜ କରିଦେଇକି ପଳେଇ ଆସୁଛି। କୋଉ ଜାଗା, କୋଉ ପାହାଡ଼ ଜାଗା, ଉପାନ୍ତ ଜାଗା, କୋଉ ମଫସଲ ଜାଗା, କୋଉ ନକ୍ସଲ ଜାଗା, କୁଆଡ଼େ କୁଆଡ଼େ ଆମେ ନ ବୁଲୁଛୁ। ତେଣୁ ଏଇ ଯୋଉ ପ୍ରଭାବଟା କେମିତି କାମ ହେଲା, ସେ ଯୋଉ ଆନନ୍ଦର ଭାବକୁ ନେଇକି ଗଲେ, ସମସ୍ତେ ଆନନ୍ଦକୁ ବାଣ୍ଟି ହବ। ଭଗବାନ ଶ୍ରୀକୃଷ୍ଣ ସେ ଆନନ୍ଦର ପ୍ରତିନିଧି କରିବା ପାଇଁ ଆସିଛନ୍ତି, ଆନନ୍ଦ ବାଣ୍ଟିବା ପାଇଁ ଆସିଛନ୍ତି। ଦିବ୍ୟ ପ୍ରେମ ଭାବରେ ସମସ୍ତେ ଭଗବାନଙ୍କୁ ଆକୃଷ୍ଟ ହେବେ। ତାଙ୍କ ଭିତରେ ସେ ପ୍ରେମ ଭାବଟା ଥିଲା, ତେଣୁ ତାର ସେ ରିପ୍ରେଜେଣ୍ଟେସନ ହେଇଥିଲେ। ଗୋଟେ ବଂଶୀର ନିହାତି ଆପଣ ତାଙ୍କ ହାତରେ ଗୋଟେ ବଂଶୀ ଥିବାର ଦେଖିବେ। ଏ ବଂଶୀଟା କ'ଣ ପ୍ରତୀକ କରୁଛି? ଏ ବଂଶୀ ହେଉଛି ବଂଶୀ ଯୋଉ ବଜେଇ ଦିଅନ୍ତି ଗୋରୁମାନେ, ତାଙ୍କର ଆମେ ସାଧାରଣ ଭାବରେ ଯାହା ବୁଝୁଛୁ, ଗୋରୁମାନେ ଯୁଆଡ଼େ ବଂଶୀ ସ୍ୱର ଶୁଣିବେ ଟାଣିକି ପଳେଇ ଆସିବେ। ଆଉ ଗୋଟେ ବଡ଼ ସିକ୍ରେସି ତା ଭିତରେ ଅଛି। ପାର୍ଥିବ ଚେତନାକୁ ପରମ ଚେତନା ସହିତ ଏଇ ସ୍ୱର ମାଧ୍ୟମରେ ସେ ଯୋଡ଼ନ୍ତି। ଏ ଯୋଉ ଆର୍ଥଲି ଆଟମୋସ୍ଫିୟର ଡିଭାଇନ୍ ଆଟମୋସ୍ଫିୟର ସହିତ ଗୋଟେ ସଂଯୁକ୍ତ ହୁଏ ବଂଶୀ ସ୍ୱରରେ, ଆଉ ଗୋଟେ ଆକର୍ଷଣ ସୃଷ୍ଟି ହୁଏ। ଦିବ୍ୟ ଅଭିମୁଖେ ଯିବା ପାଇଁ ଗୋଟେ ଆକର୍ଷଣ ବଂଶୀ ସ୍ୱର ମାଧ୍ୟମରେ ସୃଷ୍ଟି ହୁଏ। ତେଣୁ ଦିବ୍ୟତା ଆଡ଼କୁ ବା ଦିବ୍ୟଙ୍କୁ ପାଇବା ପାଇଁ ଯୋଉ ଆକର୍ଷଣ ଏ ବଂଶୀ ସ୍ୱର ମାଧ୍ୟମରେ ଭଗବାନ ଶ୍ରୀକୃଷ୍ଣ କରୁଥିଲେ। ଦିବ୍ୟତା ଅଭିମୁଖୀ ହେବା ପାଇଁ ବଂଶୀ ସ୍ୱର ହେଉଛି ଗୋଟେ ପ୍ରକୃଷ୍ଟ ମାଧ୍ୟମ ଥିଲା। ଇଏ ହେଉଛି ତାର ରିପ୍ରେଜେଣ୍ଟେସନ। ଗୋଟେ ମୟୂର ଚନ୍ଦ୍ରିକା ଆପଣ ଦେଖିଥିବେ, ମୁଣ୍ଡରେ ଗୋଟେ ମୟୂର ଚନ୍ଦ୍ରିକା ଲଗେଇଥାନ୍ତି। ଆଚ୍ଛା, ସେ ମୟୂର ଚନ୍ଦ୍ରିକା କ'ଣ ପ୍ରତିନିଧିତ୍ୱ କରୁଛନ୍ତି ଟିକେ ଅନୁଭବ କରନ୍ତୁ। ମୟୂର ଚନ୍ଦ୍ରିକାରେ ଯେତେ କଲର ଅଛି ଟିକେ ଦେଖନ୍ତୁ, କେତେ ପ୍ରକାର କଲର ଅଛି କହିପାରିବେ? ଲକ୍ଷ୍ୟ କରି ଦେଖନ୍ତୁ କେତେ ପ୍ରକାର କଲର ଅଛି, କହିପାରିବେ କି କି କଲର ଅଛି? କିନ୍ତୁ ସବୁ କଲରର ମିଶ୍ରଣରେ ଗୋଟେ ବ୍ୟୁଟିଚ୍ୟୁଡକୁ ସେ ପ୍ରକାଶ କରୁଛି। ତେଣୁ ହାରମୋନି ଆଉ ବ୍ୟୁଟିଚ୍ୟୁଡକୁ ପ୍ରତିନିଧିତ୍ୱ କରୁଛି ମୟୂର ଚନ୍ଦ୍ରିକା। ତେଣୁ ଗୋଟେ ହାରମୋନି ଦରକାର, ଗୋଟେ ବ୍ୟୁଟିଚ୍ୟୁଡ ଦରକାର। ତେଣୁ ଯୋଉ ହାରମୋନି ଆଉ ବ୍ୟୁଟିଚ୍ୟୁଡ, ଏ ଦିଟା କଥା ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ଥିଲା। ତା ସତ୍ତ୍ୱେ ଯୋଉମାନେ ଅଦିବ୍ୟ ପ୍ରଭାବର ପ୍ରତିନିଧି ହେଇକି ଆସୁଛନ୍ତି ବା ଅଦିବ୍ୟ ପ୍ରଭାବକୁ କାର୍ଯ୍ୟକାରୀ କରୁଛନ୍ତି, ତା ବିନାଶ କରିବାର ସାମର୍ଥ୍ୟ ମଧ୍ୟ ନେଇକି ଆସିଛନ୍ତି। ତେଣୁ ଯୁଗେ ଯୁଗେ ସତ୍ୟର ପ୍ରତିଷ୍ଠା ହବ ଏବଂ ଭଗବାନଙ୍କ ଚେତନାର କାର୍ଯ୍ୟଧାରା ହବ। ତେଣୁ ଭିତ୍ତିଭୂମିକୁ ଆଧ୍ୟାତ୍ମିକତାରେ ତିଆରି କରାଯିବ, ଯାହାଫଳରେ ପରମ ଚେତନା ରାଜତ୍ୱ କରିବା ପାଇଁ ସୁଯୋଗ ଲାଭ କରିବ। ତେଣୁ ଭଗବାନ ଶ୍ରୀକୃଷ୍ଣ ଓଭର ମାଇଣ୍ଡ ଗଡ୍ ହେଡ୍, ଅଧିମାନସ ଈଶ୍ୱର ହେଇକି ଆସିଛନ୍ତି, ଯିଏକି ପ୍ରିପେୟାରିଂ ଦ ଡିସେଣ୍ଡ ଅଫ୍ ସୁପର ମାଇଣ୍ଡ ଆଣ୍ଡ ଆନନ୍ଦ, ଯିଏକି ଅତିମନ ଏବଂ ଆନନ୍ଦର ଅବତରଣ ପାଇଁ ପ୍ରସ୍ତୁତ କରାଇ ଦେଇଛନ୍ତି। ତେଣୁ ତା ପରବର୍ତ୍ତୀ କାର୍ଯ୍ୟଟି ଯିଏ କରିବେ ସେ ହେଉଛନ୍ତି ଶ୍ରୀ ଅରବିନ୍ଦ। ଏ କଥା ଜାଣିଥିଲେ କିଏ? ଭଗବାନ ବାସୁଦେବ ଶ୍ରୀ ଅରବିନ୍ଦ ପରବର୍ତ୍ତୀ କାର୍ଯ୍ୟ ତୁଲେଇବେ, ଏ କଥାଟା ସେ ନିଶ୍ଚିତ ହେଇଥିଲେ। 1923 ମସିହାରେ ମା ଦେଖୁଥିଲେ କିଛି ଦେବାଦେବୀ ଆସୁଛନ୍ତି ତାଙ୍କର ଧ୍ୟାନ ସମୟରେ, କିଛି ମାନେ ହଜାର ହଜାର ହେଲା। ମାଙ୍କ ସାନ୍ନିଧ୍ୟ ପାଇବା ପାଇଁ ଅନେକ ଦେବାଦେବୀ, ହଜାର ହଜାର ଦେବାଦେବୀ ଆସୁଥିଲେ ମାଙ୍କ ସାନ୍ନିଧ୍ୟ ଲାଭ କରିବା ପାଇଁ। କିନ୍ତୁ ମା ସେମାନଙ୍କୁ ସଜେଷ୍ଟ କଲେ, ତମେ ମାନବୀୟ ଚେତନା ଭିତରେ ରହିବ କି ମାନବ ରୂପରେ ରହିବ କି? କହିଲେ ନା, ଆମେ ଦେବତା ହେଇଛୁ ବୋଲି ମାନବ ମାନେ ଆମକୁ ପୂଜା କରୁଛନ୍ତି, ଆଉ ମାନବ ହେଲେ ଆମକୁ କିଏ ପୂଜା କରିବ? କେହି ପୂଜା କରିବେନି। ନା ନା, ଆମେ ମାନବ ହବୁନି, ବୁଝିଲା। ଦେବାଦେବୀ ମାନେ ମନା କରିଦେଲେ, କିନ୍ତୁ ଜଣେ ରାଜି ହେଲେ, ସେ ହଉଛନ୍ତି ଶ୍ରୀକୃଷ୍ଣ। ସେ ରାଜି ହେଇଛନ୍ତି। ସିଏ ଯୋଉ ରାଜି ହେଲେ, ସେ କହିଲେ ମୁଁ ରେଡି ଅଛି ମାନବ ରୂପକୁ ଆସିବା ପାଇଁ। ତେଣୁ ଶ୍ରୀକୃଷ୍ଣ ଆସିଲେ ମାନବ ରୂପରେ, ଶ୍ରୀକୃଷ୍ଣ ଆସିଲେ ମାନବ ରୂପରେ। ତେଣୁ କାହିଁକି ନା ତାର ପରବର୍ତ୍ତୀ କାର୍ଯ୍ୟଧାରାକୁ ଭଗବାନ ଶ୍ରୀ ଅରବିନ୍ଦ ଯେ କରିବେ। ତେଣୁ ଇଏ ଯୋଉ ଅଧିମାନସ ଈଶ୍ୱର ହେଇକି ରହିଥିଲେ, ଅତିମାନସ ଈଶ୍ୱର ନୁହଁ, ତା ପରବର୍ତ୍ତୀ ସୋପାନ ହଉଛି ଅତିମାନସର ଭୂମି, ଯୋଉଟା ପରମ ଚେତନାର ଭୂମି, ଯାହା ଉର୍ଦ୍ଧ୍ୱରେ ପରମ ଚେତନାର ଭୂମିରେ ସ୍ଥିରୀକୃତ ହେଇସାରିଛି। ବର୍ତ୍ତମାନ ସେଇଟା
এই ସୃଷ୍ଟି ଭିତରେ ଅଭିବ୍ୟକ୍ତିର ରୂପ ନେବ, ଯାହା ସ୍ଥିରୀକୃତ ହେଇସାରିଛି। ତେଣୁ ଶ୍ରୀ ଅରବିନ୍ଦ ସେଇଥିପାଇଁ ଆସିଛନ୍ତି, ଯାହା ଉର୍ଦ୍ଧ୍ୱରେ ସ୍ଥିର ହେଇଛି ତାର ଏକ କାର୍ଯ୍ୟଧାରାକୁ ଏଠି ପ୍ରତିପାଦିତ କରାଯିବ। ତେଣୁ ହ୍ୱାଟ ଶ୍ରୀ ଅରବିନ୍ଦ ରିପ୍ରେଜେଣ୍ଟସ୍ ଇନ୍ ଦ ୱାର୍ଲଡସ୍ ହିଷ୍ଟ୍ରି ଇଟ୍ସ ନଟ୍ ଏ ଟିଚିଂ। ତେଣୁ ଶ୍ରୀ ଅରବିନ୍ଦ ଯାହା ପ୍ରତିନିଧିତ୍ୱ କରୁଛନ୍ତି ପୃଥିବୀ ଇତିହାସରେ ସେ ଗୋଟେ ଶିକ୍ଷା ଉପଦେଶ ନୁହଁ। ଆମେ କହିବା ଯେ ଅନ୍ୟମାନଙ୍କ ଯୋଗ ଅପେକ୍ଷା ଶ୍ରୀ ଅରବିନ୍ଦ ଗୋଟା ଉଚ୍ଚତର, ଏଟା କେବଳ ମାନସିକ ପରିକଳ୍ପନା। ଆମେ କହିବା ସବୁଠୁ ଶ୍ରେଷ୍ଠ, ଏଟା ଆମେ ମଣିଷ ବିଚାର କରୁଛୁ କିଏ ଶ୍ରେଷ୍ଠ କିଏ ନିକୃଷ୍ଟ, ଏଟା ମଣିଷ ବିଚାର କରୁଛି। ଯୋଗ ମନସ୍ତରୀୟ ନୁହେଁ। ଆଉ ମନରେ ବୁଝୁଛୁ ୟାଙ୍କର ଯୋଗ ହଉଛି ନିକୃଷ୍ଟ, ତାଙ୍କର ଯୋଗ ହଉଛି ଉତ୍କୃଷ୍ଟ। ଆଚ୍ଛା, କ'ଣ ପ୍ରାଇମେରୀ କ୍ଲାସର ପାଠ ଆମକୁ ବଡ଼ କ୍ଲାସର ପାଠ ପଢ଼ିବାରେ ସାହାଯ୍ୟ କରିନି? ତାହେଲେ ଆମେ କୋଉଟା ଗୁରୁତ୍ୱ ଦେବା? ଯଦି ପ୍ରାଇମେରୀ କ୍ଲାସରେ ଫାଉଣ୍ଡେସନ ଯଦି କ୍ଲିୟର ଆମର ନୁହେଁ, ଆମେ ଯଦି ଅକ୍ଷର ଜାଣିପାରୁନୁ, ସଂଖ୍ୟା ଜାଣିପାରୁନୁ, ଶବ୍ଦ କରିଜାଣୁନୁ, ବାକ୍ୟ କରିଜାଣୁନୁ, ବହି ପଢ଼ିପାରିବା? ବଡ଼ କ୍ଲାସର ପାଠ ପଢ଼ିପାରିବା? ତେଣୁ ପ୍ରାଇମେରୀ କ୍ଲାସର ପାଠ ବଡ଼ କ୍ଲାସର ପାଠକୁ ଜାଣିବାରେ ବୁଝିବାରେ ସହଯୋଗ କରୁଛି ନା ନାହିଁ? ତେଣୁ ତାର ଭୂମିକା ଅଛି କି ନାହିଁ? ତେଣୁ ପ୍ରାଇମେରୀ କ୍ଲାସର ପାଠର ଯେମିତି ଭୂମିକା ଉଚ୍ଚ କ୍ଲାସର ପାଠ ମଧ୍ୟ ସେମିତି ଭୂମିକା ରଖିଛି। ତେଣୁ ଏଇ କଥାଟାକୁ ଆମେ ଅସ୍ୱୀକାର କଲେ ହବନି। ତେଣୁ ଆମେ ଯୋଉ ଅବତାର ମାନେ ଆସିଛନ୍ତି ଆମେ କହିବା ଇଏ ଉତ୍କୃଷ୍ଟ ଇଏ ନିକୃଷ୍ଟ, ଏଇଟା କେବଳ ମଣିଷର ମାନସିକ ବିଚାର। କୌଣସି ଅବତାର ଉଚ୍ଚ ନୁହନ୍ତି କି ନିଚ ନୁହନ୍ତି। ଯୋଉ ସମୟ ପାଇଁ ଯୋଉ କାର୍ଯ୍ୟ ସେଇ କାର୍ଯ୍ୟ କରି ଆମେ ଭଗବାନ ଅବତାର ହେଇକି ଆସିଥାନ୍ତି। ତେଣୁ ବର୍ତ୍ତମାନ ସମୟ ପାଇଁ ପୃଥିବୀ ପାଇଁ ଯାହା ଆବଶ୍ୟକ ସେଟା କ'ଣ? ଟୁ ଚେଞ୍ଜ ଆର୍ଥ ଲାଇଫ ଟୁ ଲାଇଫ ଡିଭାଇନ। ପାର୍ଥିବ ଜୀବନକୁ ବର୍ତ୍ତମାନ ସମୟ ହେଉଛି ଦିବ୍ୟ ଜୀବନ ରୂପାନ୍ତର କରିବା। ଏଇ ଯୋଉ ପାର୍ଥିବ ଜୀବନକୁ ଦିବ୍ୟ ଜୀବନ ରୂପାନ୍ତର କରିବା ପାଇଁ କିଏ କରିବେ? ଭଗବାନ ଶ୍ରୀକୃଷ୍ଣଙ୍କ ପାଖରେ ସେତିକି ସାମର୍ଥ୍ୟ ନେଇକି ସେ ଆସିନାହାନ୍ତି। କାରଣ ସିଏ ଆସିଛନ୍ତି ଅଧିମାନସ ଚେତନାକୁ ନେଇକି ଆସିଛନ୍ତି। ଅତିମାନସ ଯଦିଓ ତାଙ୍କ ପାଖରେ ଅଛି, ପୃଥିବୀ ପ୍ରସ୍ତୁତ ହେଇନି, ତେଣୁ ତାର କାର୍ଯ୍ୟ ଏଠି ହେଇପାରିବ ନାହିଁ। ଯୋଉ କାର୍ଯ୍ୟ ପୃଥିବୀ ପ୍ରସ୍ତୁତ ହେଇଛି କରିପାରିବ ସେଇଟା ହଉଛି ଅଧିମାନସ ସ୍ତର। ଆନନ୍ଦ ପ୍ରେମ এই প্রভাব দ্বারা পৃথিবী বর্তমান কার্যরত হব। কিন্তু তা পরবর্তী যে সোপানর কার্যধারাটা ভগবান শ্রীকৃষ্ণ করিপারিবে না। তেমন এইপাই শ্রী অরবিন্দଙ୍କୁ সে কৌশল করিকি আনলে আলিপুর জেল ভিতরକୁ। কারণ পৃথিবী বর্তমান প্রস্তুত হেলানি, পৃথিবী আকুতি প্রার্থনা জଣାଇଲାଣି। সেদিন কয়েছি এ ওয়ার্ল্ডস ডিজায়ার কম্পেলড হর মোর্টাল বার্থ। এ ওয়ার্ল্ডস ডিজায়ার compelled her mortal birth। এই দিব্য জননীଙ୍କର ମରଣଶୀଳ ଶରୀରକୁ ନେଇକି ଆସିବା। ଯୋଉ ଶରୀର ଗ୍ରହଣ କରିକି ଆସିଲେ ମରିବାକୁ ପଡ଼ିବ, ହେଲା। ଯୋଉ ଶରୀର ନେଇକି ଆସିଲେ ମରିବାକୁ ପଡ଼ିବ, ଅର୍ଥାତ୍ ଶରୀର ବିନଷ୍ଟ ହବ, ସେଇଭଳି ଏକ ଶରୀର ନେଇକି। କାରଣ ମଣିଷ ଗୁଡ଼ାକ ଯୋଉ ଶରୀର ନେଇକି ଆସିଛନ୍ତି କୋଉ ପ୍ରକାର ଶରୀର? ଯୋଉ ଶରୀର ମରିବ ବା ନଷ୍ଟ ହବ। ଆଉ ମା ଯଦି ଅଲଗା ଶରୀର ନେଇକି ଆସିବେ ମଣିଷ କ'ଣ କହିବ? ତମେ ଅଲଗା ଗୋଟେ ବଡିରେ ଆସିଛ ବୋଲି ଏତିକି କଥା କହୁଛ, ଦେଖିବା ଆମରି ଭଳିଆ ବଡିକି ନେଇକି ଆସ ନା, ଦେଖିବା କେମିତି କରୁଛ ଆମେ ଟିକେ ଦେଖିବୁ। ସାଙ୍ଗେ ସାଙ୍ଗେ ମଣିଷ ଯୁକ୍ତି କରିଦବ। ତେଣୁ ମଣିଷ ମାଙ୍କ ପ୍ରଭାବକୁ ସ୍ୱୀକାର କରିବନି, ବୁଝିହଉଛି। ତେଣୁ ସେ ସେଥିପାଇଁ କ'ଣ କଲେ? ମାନବ ଯୋଉ ସ୍ତରରେ ଅଛି ସେଇ ସ୍ତରକୁ ଆସିଛନ୍ତି। ମାନବ ପରି ଜୀବନ ବଞ୍ଚିଛନ୍ତି, ମାନବଙ୍କ ପରି ସଂସାର ଭିତରେ ରହିଛନ୍ତି। ସଂସାର ସବୁ କିଛି ସହିତ ମା ସହିତ ସମ୍ପୃକ୍ତି ରଖିଛନ୍ତି। ଏଇ ଯୋଉ ମା ହେଲେ ପରମଙ୍କର କ୍ରିୟାତ୍ମିକା ଶକ୍ତି, ଚେତନା ଓ ଶକ୍ତି। ଦ ଡିଭାଇନ୍ ମଦର ଇଜ୍ ଦ ଫୋର୍ସ ଆଣ୍ଡ କନସିୟସନେସ୍ ଅଫ୍ ଦ ଡିଭାଇନ୍। এই মা ହେଲେ ପରମଙ୍କର ଚେତନା ଓ ଶକ୍ତି, ଦ ଏକ୍ଜିକ୍ୟୁଟିଭ ପାୱାର ଅଫ୍ ଦ ଡିଭାଇନ୍। ଏକ୍ଜିକ୍ୟୁଟିଭ ପାୱାର ମାନେ କ୍ରିୟାତ୍ମିକା ଶକ୍ତି ଅଫ୍ ଦ ଡିଭାଇନ୍, ଭଗବାନଙ୍କର। ତେଣୁ ଏଇ ମା ହେଲେ ମଦର ଅଫ୍ ଅଲ୍। ସେ ସକଳଙ୍କର ଜନନୀ ହେଇକି ଆସିଛନ୍ତି। ନା ଆମେ କହିବା ଯୋଉମାନେ ପାର୍ସର କରୁଛି ତାଙ୍କ ମା, ଯିଏ ପାର୍ସର କରିନାହାନ୍ତି ତାଙ୍କ ମା ନୁହେଁ। ଯିଏ ତାଙ୍କ ଫଟୋ ରଖି ଫୁଲ ଦଉଛି ଧୂପ ସେ ତାଙ୍କ ମା। ଯାହା ପାଖରେ ଫଟୋ ନାହିଁ, ଫୁଲ ନାହିଁ, ଧୂପ ନାହିଁ, ସିଏ ମାଙ୍କ ପିଲା ନା ନାହିଁ? ତେଣୁ ଏଇ ମା ସମସ୍ତଙ୍କର ମା, ସମସ୍ତଙ୍କର ମା, ମଦର ଅଫ୍ ଅଲ୍, ଅଲ୍ ଗଡ୍ ହେଡ୍ସ। ଅଲ୍ ଗଡ୍ ହେଡ୍ସ ମାନେ ଯେତେ ସବୁ
गड मान हेड अच्छा देवाधीश्वर बोली जहाँ कहे देवता भर पुणी इनचार्ज अच्छा ना डिपार्टमेंट हेड विभिन्न डिपार्टमेंट रहा भर इनचार्ज थे से हेड बुझे आज आश्रम देखुचु प्रति डिपार्टमेंट अच्छी डिपार्टमेंट अनेक लोग रही जन इनचार्ज अच्छी सी भर हेड से देवता मैंने बहुत अच्छा देवी मैंने बहुत अच्छा कि भर जन हेड थे डिपार्टमेंट हेड है तेनाली से कहला ऑल गॉड हेड्स हु मेडिएटिक्स बाइंड्स द अर्थ टू द सुप्रीम जे कि मेडिएटिक्स करोचंदी अर्थात माने माध्यम होइचंदी बांधिबारे जोड़िबारे जेंति गोटे ब्रिज एपटू आरपटू जावा पे माध्यम होइछ ना नहीं गोटे ब्रिज नदीर गोटे मुंडे अच्छी पुणी आर मुंडे भी अच्छी नदी को पारि बारे से माध्यम हो ब्रिज भाया सेतु भाई काम कर से माध्यम होइछ अतिक्रम करने नदी को ये ठीक से भाया सी कौन कर पृथ्वी और परम चेतना यार मध्य माने सेतु भली बंधन होकर रही माध्यम ही काम कर माँ कहीं परमंकर यहाँ इच्छा यहाँ परम चाहती जेतु परम ही कथा चाहती तेणु डिवाइन मदर जी कि क्रियात्मक शक्ति जी आद्या शक्ति दिव्य जननी से यही कामटा कर अनेक सृष्टि होती देवादेवी से ही माँ कार्य को तुलेवाई क्या को डिपार्टमेंट दिगला ये थर गोटे शिविर टाइम करवा क्या दिजाव रिसेप्शन बस क्या दिजाव कलेक्शन कर क्या दिजाव मार्केटिंग कर किए तार टेंट बुझो किए तार लाइट बुझो किए तार साउंड बुझो किए तार रोसे बुझो किए मीटिंग कंडक्ट कर किए गेस्ट मान कथा बुझो डेलीगेट्स मान कथा बुझो किए तार मीटिंग परिसर को केमी बस लोक मैंने ऑडिटोरियम टा केमी ठीक ठाक हम किए तार टॉयलेट कथा बुझो किए तार डेलीगेशन फी केमी कौन आदाय हवा कौन ना ताकू रिसीव कर किए तार बुझो जे डेलीगेट मैंने आसिले जो जगार रे रहीबार सुव्यवस्था कर विभिन्न कार्यर दायित्व सब अच्छी सेमती सारा संसार दिव्यता को फुटाइबा जो जो कार्य अच्छी से कार्य को तुलियापाई प्रत्येक देवादेव को गोटे गोटे दायित्व माँ अर्पण कर दी सी से दायित्व व्यतीत अलग दायित्व करनी ना असंगति बुझी तेणु माँ कार्य को तुलियापाई माँ अनेक देवादेव को सृष्टि कले सी पर्टिकुलर गोटे गोटे दायित्व उद्दिष्ट रहिले गोटे गोटे शक्ति को से नहीं रहिले अलग शक्ति ना से अलग शक्ति द्वारा काम करें ना तो जो माँ यही प्रकार काम कर देवादेव मान को अच्छा देवादेव मान जमी आमको भी सेम ना से देवादेवी मैंने जमी माँ अंश आसते गोटे शक्ति दि जाइए आमको से माँ भी गोटे प्रकार शक्ति दे कि आम पाखे गोटे स्पेशलिटी अच्छी मनुष्य भितर कौन से अंतरात्मा कि देवादेवी मान पाखे से अंतरात्माटा नहीं जेहेतु देवादेवी मान भितर अंतरात्मा नहीं तेणु से भगवान होवाई चेष्टा कले भी पारे ना से फिक्स्ड ताको डिपार्टमेंट चेंज हेनी कि सी चेंज हो पारे कार्य भी बदली पारे जब माँ चाहिए बदल जब माँ न चाहिए हो पार ना तेणु आम जो मान को आराधना जो देवादेवी मान को आराधना करुचे भितर अंतरात्मा नहीं कि मनुष्य भितर अंतरात्मा अच्छी जदि से अंतरात्मार संस्पर्श आसे तार मानव स्तर को से अतिक्रम करी दिव्य मानव बा भगवान हो पार तेणु ही इज ह्यूमन पर्सन वी मस्ट ग्रो डिवाइन भल कि बुझा दरकार ही इज ह्यूमन पर्सन वी मस्ट ग्रो डिवाइन तांकर मानवीय अंश आम सब मानवीय अंश भगवान तो बहुत बहुत अंश अच्छी तार मानव रूप को लेकिन जो अंशटी आम से ही इज ह्यूमन पर्सन आम सब मानवीय अंश तांकरी अंश आसचु कि मानव रूप आसचु मानव परी काम करूँ ये मानव रूप रही आम से परम को संधान करूँ परम को चेतनार आम निजक गढ़ू तेणु ही इज ह्यूमन पर्सन वी मस्ट ग्रो डिवाइन तांकर मानवीय अंश आम दिव्य हबु जेहेतु मानवीय अंश आम दिव्य हबु ये आमको मानव जीवन दि जाइए तेना यही रहस्य को जाना दरकार कहीं आमर मानव जीवन किए बतेब ये मानव जीवन सार्थकता कौन अच्छी किए बतेब को गुरु आमको बतई पारे ह्यूमान गुरु किए बतई पारे
ହେଲା ଆମ ଭିତରେ ଅଛନ୍ତି ସେ ଗୁରୁ, ସେ ହଉଛନ୍ତି ଆମ ଅନ୍ତରାତ୍ମା। ଆମ ଭିତର ଅନ୍ତରାତ୍ମା ହଉଛନ୍ତି ମାଙ୍କ ଉପସ୍ଥିତି। ତେଣୁ ଏ ମା ପରମଙ୍କର କାର୍ଯ୍ୟଧାରାକୁ ତୁଲଉଛନ୍ତି। ଏଇ ଯୋଉ ସଂସାର ସୃଷ୍ଟି କରାଗଲା କାହା ଇଚ୍ଛାରେ? କଣ ଆପେ ଆପେ ହେଇଯାଇଛି? ମୁଁ ଟେକାଟେ ଫୋପାଡ଼ି ଦେଲେ ଭାଙ୍ଗି ଖଣ୍ଡ ଖଣ୍ଡ ହେଇଗଲା, କଣ କଣ ତିଆରି ହେଇଗଲା? ଏଇଆ କି? ଏ ରେଣ୍ଡମ୍ କୁହାଯାଇଛି, ସାବିତ୍ରୀ ଏ କଥାଟି ଅଛି, ଦିସ୍ ୱାର୍ଲଡ ୱାଜ ନଟ୍ ବିଲ୍ଟ ୱିଥ୍ ର୍ୟାଣ୍ଡମ୍ ବ୍ରିକ୍ସ ଅଫ୍ ଚାନ୍ସ। ହେଲା, ଦିସ୍ ୱାର୍ଲଡ ୱାଜ ନଟ୍ ବିଲ୍ଟ ୱିଥ୍ ର୍ୟାଣ୍ଡମ୍ ବ୍ରିକ୍ସ ଅଫ୍ ଚାନ୍ସ। এই পৃথিবীটা এମିତି র্যান্ডম ব্রিক্স রে তৈরি হয়নি। ଚାନ୍ସର ଯୋଉ ସୁଯୋଗ ହେଲା, ସେ ଯୋଉ ସୁଯୋଗ ସବୁ ଅଛି ର୍ୟାଣ୍ଡମ ଭାବରେ ଫୋପାଡ଼ି ଦେଲେ କଣ ଗୋଟେ ସୁଯୋଗ ଅଛି ତା ଭିତରେ ତିଆରି ହେଇଗଲା। ଟେକାଟା ଫୋପାଡ଼ି ଦେଲି ଖଣ୍ଡ ଖଣ୍ଡ ହେଇଗଲା, କଣ ଗୋଟେ କେତେ କଥା ହେଇଗଲା। ଏଇଆ କି? ଆମେ ଯୋଉ କହୁଛୁ 9ଟା ଗ୍ରହ ଯାଉଥିଲେ ବାଡେଇ ହେଇଗଲେ 9 ଖଣ୍ଡ ହେଇଗଲେ 9ଟା ଗ୍ରହ ତିଆରି ହେଇଗଲା। ଏଇଟା ଆମେ ଏଇଟା ପଢୁଛୁ କି ନାଇଁ? 9ଟା ଗ୍ରହ, ହଁ ବିଗ୍ ବ୍ୟାଙ୍ଗ ଥିଓରି କଥା। ଏମିତି ଭାଙ୍ଗିଗଲେ ଖଣ୍ଡ ଖଣ୍ଡ ହେଇଗଲେ ତାର 9ଟା ଗ୍ରହ ହେଇଗଲେ। ଏଇଟା ସାଇନ୍ସ କହୁଛି କଥାଟା, କିନ୍ତୁ ପ୍ରକୃତ ଭିତରେ କଣ ଅଛି? ଟେକାଟେ ଫୋପାଡ଼ି ଦେଲେ ପଡିକିରି ଖଣ୍ଡ ଖଣ୍ଡ ହେଇଗଲା, ଇଟାଟେ ଫୋପାଡ଼ି ଦେଲେ ଖଣ୍ଡ ଖଣ୍ଡ ହେଇଗଲା, ତାପରେ ଯୁଆଡେ ଯା ଖଣ୍ଡ ହେଲା ତା ଭିତରେ ଯାହା ଯାହା ଉଠିଗଲା ତିଆରି ହେଇଗଲେ। ପୃଥିବୀ ତିଆରି ହେଇଛି ସେମିତି ହେଇଛି ନା। ମା କହୁଛନ୍ତି ଦ ସୁପ୍ରିମ ଲର୍ଡ କଣ୍ଟେନ୍ସ ଏଭ୍ରିଥିଙ୍ଗ ୱିଦିନ୍ ହିମ୍। ପରମ ପ୍ରଭୁ ତାଙ୍କ ନିଜ ମଧ୍ୟରେ ସବୁ କିଛିକୁ ଧାରଣ କରି ରହିଛି। ସବୁ କିଛି କଣ ନାହିଁ ତାଙ୍କ ପାଖରେ? ଦ ସୁପ୍ରିମ ଲର୍ଡ କଣ୍ଟେନ୍ସ ଏଭ୍ରିଥିଙ୍ଗ ୱିଦିନ୍ ହିମ୍। ପରମ ପ୍ରଭୁ ତାଙ୍କ ନିଜ ମଧ୍ୟରେ ସବୁ କିଛିକୁ ଧାରଣ କରିକି ରହିଛନ୍ତି। କଣ କଣ ସବୁ କିଛି? ଦ ୱାର୍ଲଡ, ଦ ନଲେଜ ଅଫ ଦ ୱାର୍ଲଡ and the power to make it। ପୃଥିବୀକୁ ଧାରଣ କରିଛନ୍ତି, ପୃଥିବୀର ଜ୍ଞାନକୁ ଏବଂ ପୃଥିବୀ ଯୋଉ କ୍ରିୟାଶୀଳ ହବ ଯୋଉ ଶକ୍ତି, ସେ ଶକ୍ତିକୁ, ପୃଥିବୀର ଜ୍ଞାନ, ପୃଥିବୀକୁ ପରିଚାଳିତ କରିବା ଯୋଉ ଶକ୍ତି, ଇଏ ସବୁ କିଛିକୁ ପରମ ନିଜେ ତାଙ୍କ ଭିତରେ ଧାରଣ କରି ରହିଛନ୍ତି। when he decided that there should be a world, ଯେତେବେଳେ ସେ ସ୍ଥିର କଲେ ଯେ ଗୋଟେ ପୃଥିବୀ ହବା ଆବଶ୍ୟକ, ଯେତେବେଳେ ପରମ ଚିନ୍ତା କଲେ ଗୋଟେ ପୃଥିବୀଟେ ହବା ଉଚିତ, when he decided that there should be a world, ଗୋଟେ ପୃଥିବୀଟେ ହବା ଉଚିତ, first brought forth, ପ୍ରଥମେ ଆଗକୁ ଅଣାଗଲା। କଣ ସେଟା ଆଗକୁ? the knowledge of the world and the power to make it। ପ୍ରଥମେ ଅଣାଗଲା ପୃଥିବୀର ଜ୍ଞାନକୁ। ପୃଥିବୀକୁ ଯୋଉ ଦିବ୍ୟ ଜ୍ଞାନ ଦେଲେ ପୃଥିବୀ ଦିବ୍ୟତା ଲାଭ କରିବ, ସେ ଜ୍ଞାନକୁ ଆଗ ଅଣାଗଲା। ତାପରେ କଣ ହେଲା? and the power to make it, ପୃଥିବୀକୁ ଦିବ୍ୟ ଭାବରେ ଗଢିବା ପାଇଁ ଯୋଉ ଶକ୍ତି ଦରକାର ସେଇଥିରେ ଆଗ ଅଣାଯାଇଛି। ଏଇ ଯୋଉ ଜ୍ଞାନ ଆଉ ଏଇ ଯୋଉ ଶକ୍ତି, ତାକୁ କଣ କହିଲା? ଯୋଉଟା ଚେତନା ଆଉ ଗୋଟେ ହେଲା ଶକ୍ତି। ମା କହୁଛନ୍ତି ଦ୍ୟାଟ୍ ଇଜ ମି। ଏ ମା କିଏ ବୁଝିଗଲା ତ? ମା କହୁଛନ୍ତି ଦ୍ୟାଟ୍ ଇଜ ମି। ସେଇ ଯୋଉ ଜ୍ଞାନ ଆଉ ଶକ୍ତି, ଯୋଉ ଚେତନା ଆଉ ଶକ୍ତି, ସେଇଠି ହଉଛି ମୁଁ। ଦେନ୍ ହି କମାଣ୍ଡେଡ ମି ଟୁ ମେକ୍ ଦ ୱାର୍ଲଡ। ତାପରେ ପରମ କଣ କଲେ? ମାକୁ ଆଦେଶ ଦେଲେ, ତମେ ଏଇଭଳିଆ ଏକ ସୁପରିକଳ୍ପିତ ପୃଥିବୀ ତିଆରି କର, ଯୋଉ ପୃଥିବୀର ମୋ ଲୀଳା ଚାଲିବ। ତେଣୁ ପରମ ଯୋଉ ପ୍ରକାର କଳ୍ପନା କରିଛନ୍ତି ପୃଥିବୀ, ମା ସେଇ ପ୍ରକାର ପୃଥିବୀ ତିଆରି କରିଛନ୍ତି। ଆଉ ପୃଥିବୀ ଖରାପ ହେଇଗଲା? ଆମେ କଣ କହୁଛୁ? ପୃଥିବୀ ଚାରିଆଡେ ଖାଲି ବିଶୃଙ୍ଖଳା ହେଇଗଲା, କିଛି ଗୋଟେ ନାହିଁ, ଠିକ ଠିକଣା ନାହିଁ, କିଛି ନାହିଁ। ସବୁ କିଛି ଠିକ ଭାବରେ ଚାଲିଛି। ଆମ ଦୃଷ୍ଟିଭଙ୍ଗୀରେ ପ୍ରୋବ୍ଲେମ ଅଛି। ଆମ ଦୃଷ୍ଟିରେ ଆମେ ସୃଷ୍ଟିକୁ ଦେଖୁଛୁ। ଦୃଷ୍ଟି ଯଦି ପରଫେକ୍ଟ ତାହେଲେ ସୃଷ୍ଟି ପରଫେକ୍ଟ, ଦୃଷ୍ଟି ଯଦି ଇମ୍ପରଫେକ୍ଟ ସୃଷ୍ଟି ମଧ୍ୟ ଇମ୍ପରଫେକ୍ଟ। କାରଣ ଆମ ଦୃଷ୍ଟିରେ ସୃଷ୍ଟିକୁ ଦେଖୁଛୁ ନା କୋଉଠି କେମିତି ଦେଖୁଛୁ। ତେଣୁ ଆମ ଦୃଷ୍ଟି ଯଦି ଠିକ, ମୁଁ ରଙ୍ଗୀନ ଚଷମା ପିନ୍ଧିବି ମତେ କଣ ଦେଖାଯିବ? ରଙ୍ଗୀନ ଦେଖାଯିବ। ହ୍ୱାଇଟ ଚଷମା ପିନ୍ଧିବି ମତେ ହ୍ୱାଇଟ ଦେଖାଯିବ। ବଲ୍ବ ଜଳେଇଛି ଚାରିପଟେ, ମୁଁ ଲାଲ ଜରି ଗୁରେଇ ଦେବି, କୋଉ ଲାଇଟ୍ ଦବ? ଲାଲ ଆଲୁଅ ଦବ। ମୁଁ ଗ୍ରୀନ ଜରି ଗୁରେଇ ଦେବି, କୋଉ ଲାଇଟ୍ ଦବ? ଗ୍ରୀନ ଆଲୁଅ ଦବ। କଣ ବଲ୍ବ ଦଉଛି କି ଗ୍ରୀନ ଲାଇଟ୍? ନା ତା ଉପରେ ଯୋଉ ଜରିଟା ଅଛି ସେଇଟା ଗ୍ରୀନ। ଜରିକୁ ରିମୁଭ କରିଦିଅନ୍ତୁ, ତାପରେ କୋଉ ଲାଇଟ୍ ବାହାରୁଛି ଦେଖନ୍ତୁ। ତେଣୁ ଆମ ଭିତରେ ଆମ ନେଚର ଯୋଉ ଇମ୍ପରଫେକ୍ଟ ଅଛି, ସେ ଇମ୍ପରଫେକ୍ସନ ରିମୁଭ କରନ୍ତୁ, ଭିତର ପରଫେକ୍ସନଟା ଆସିଗଲେ ତାପରେ ସବୁ କିଛି ଠିକ ହେଇଯିବ। ତେଣୁ ଆମେ ଏଇ ଯୋଉ ପରଫେକ୍ସନ କଣ ଆମେ ଜାଣିନୁ, କାରଣ ଆଜି ପର୍ଯ୍ୟନ୍ତ ଆମେ ସକ୍ସେସ ଭିତରେ ଦୌଡୁଛୁ। କାରଣ ସକ୍ସେସଟା ହଉଛି ଗୋଟେ ପାବଛ, ପରଫେକ୍ସନ ଆଡକୁ ଯିବା ପାଇଁ ଗୋଟେ ପାବଛ, ସେଟା ହଉଛି ସକ୍ସେସ। କେତେ ପାହାଚ ଆହୁରି ଆମକୁ ଅତିକ୍ରମ କରିବାକୁ ଅଛି। ଆମେ ଗୋଟେ ପାହାଚରେ ପହଞ୍ଚି ଗଲୁ, କହିଲେ ମୋ ଲାଇଫରେ ମୁଁ ସକ୍ସେସ ହେଇଗଲା।
ଅଛି ଅଛି କରିବା। ତେଣୁ ଏଇ ଯୋଉ ପ୍ରଭାବ ମା ନେଇକି ଆସିଲେ, ମା କାର୍ଯ୍ୟକାରୀ କରାଇଲେ, ପୃଥିବୀକୁ ଦିବ୍ୟହାର କରିବେ, ଅର୍ଥାତ୍ ଭଗବାନ ଯୋଉ ସୃଷ୍ଟି କଲେ ମାଙ୍କ ଜରିଆରେ, ମା ତ ତିଆରି କଲେ, ମା ପରମଙ୍କ ଇଚ୍ଛାକୁ କାର୍ଯ୍ୟକାରୀ କରୁଛନ୍ତି। ତେଣୁ ପରମ ଆଉ ଜଣେ ହେଇକି ରହିବେନି, ସବୁ ଭିତରେ ସୃଷ୍ଟି କରିବେ, ତା ଭିତରେ ଲୁଚିକି ରହିବେ। ମୁଁ ଏଇନା 500 ହାଣ୍ଡି ରଖିବି ବାହାରେ ଖରାରେ, ତାପରେ ମୁଁ କହେ ଗଣିକି ଆସନା କେତେଟା ସୂର୍ଯ୍ୟ ପାଣି ହାଣ୍ଡିରେ, କେତେଟା ସୂର୍ଯ୍ୟ ବାହାରେ ପ୍ରତି ହାଣ୍ଡିରେ ଗୋଟେ ଗୋଟେ ସୂର୍ଯ୍ୟ ବାହାରେ। 500 ହାଣ୍ଡି ରଖିବି, 500ଟା ସୂର୍ଯ୍ୟ ଦେଖାଦେ। କଣ ପ୍ରକୃତିରେ ସୂର୍ଯ୍ୟ 500ଟା? ଚିନ୍ତା କରନ୍ତୁ, ସୂର୍ଯ୍ୟ କେତେଟା? ସୂର୍ଯ୍ୟ ଗୋଟେ, କିନ୍ତୁ ଆମେ ହାଣ୍ଡିରେ ଦେଖିଲୁ କେତେଟା ଦେଖାଗଲା? ଯେତେଟା ହାଣ୍ଡି। ସେମିତି ଭଗବାନ ହେଲେ ଜଣେ, ବର୍ତ୍ତମାନ ଆମେ ଯେତେ ଜଣ ହେଇଛେ ସମସ୍ତଙ୍କ ଭିତରେ ଭଗବାନ ପ୍ରକାଶିତ ହଉଛନ୍ତି, ରିଫ୍ଲେକ୍ଟ। ତାହେଲେ କେତେ ଭଗବାନ କୁହନ୍ତୁ ଟିକେ ଭଲ କି? ବୁଝି ହଉଛି ନା? ଭଗବାନ ହଉଛନ୍ତି ଜଣେ, ଆମ ସମସ୍ତଙ୍କ ଭିତରେ ସେ ରିଫ୍ଲେକ୍ଟ ହଉଛନ୍ତି। ତାଙ୍କ ଭଗବାନ ଏତେ ଗୋଟେ ହେଇଗଲେ, କିନ୍ତୁ ଏ ଦିବ୍ୟତାର ଯୋଉ ପ୍ରଭାବକୁ ରଖିଛନ୍ତି ମଞ୍ଜି ଭଳି, ସେ ଯୋଉ ସିଡ୍ଟି ରଖା, ଦିବ୍ୟତାର ସିଡ୍ଟି ଅଛି, ମଞ୍ଜିଟି ଅଛି, ତାକୁ ଯଦି ଉପଯୁକ୍ତ ଖୋରାକ ଦିଆଯିବ ଆମ ଭିତରେ ଡିଭିନିଟି ରିଭିଲିଂ କରିବ, ଦିବ୍ୟତା ପରିପ୍ରକାଶ ହେବ। ତେଣୁ ଭଗବାନ ସେଇ କଥାରେ ଚାହୁଁଛନ୍ତି, ସବୁ ସୃଷ୍ଟି ଭିତରେ ସେ ନିଜେ ଲୁଚିକି ରହିଛି, ସଂଯୁକ୍ତ ହେଇକି ରହିଛନ୍ତି। ତେଣୁ ତା ଭିତରେ ଯିଏ ଧୀରେ ଧୀରେ ପରିପ୍ରକାଶ ଗୋଟେ ଗୋଟେ ପାଖୁଡା ସବୁ ଖୋଲୁଛି, ଏବଂ ଏପର୍ଯ୍ୟନ୍ତ ଯାହା ଯାହା ଖୋଲି ଖୋଲି ଆସିଛି, ତା ଭିତରେ ସର୍ବଶ୍ରେଷ୍ଠ ସୃଷ୍ଟି ରୂପରେ ମାନବ ଆସିଛି। ଏପର୍ଯ୍ୟନ୍ତ ବିବର୍ତ୍ତନ ଧାରାରେ ଏପର୍ଯ୍ୟନ୍ତ ଯେତେକ ସୃଷ୍ଟି ସବୁ ହେଇଛି, ତା ଭିତରେ ମାନବ ଶ୍ରେଷ୍ଠ ହେଇଛି, କିନ୍ତୁ ଶେଷ ହେଇନି, ଶେଷ କୃତିତ୍ୱ ହେଇନି। ଏପର୍ଯ୍ୟନ୍ତ ଯାହା ଯାହା ସବୁ ସୃଷ୍ଟି କରାହେଇଛି, ତା ଭିତରେ ମାନବ ଶ୍ରେଷ୍ଠ ହେଇଛି, କିନ୍ତୁ ଏଇଟା ଶେଷ ପର୍ଯ୍ୟାୟ ନୁହଁ, ୟା ପରେ ପୁଣି ଆହୁରି କିଛି ହବାକୁ ପଡିବ। ତେଣୁ ମାନବକୁ ସେଇଠି ମାନବ ପରବର୍ତ୍ତୀ କାର୍ଯ୍ୟ ଅଛି। ତେଣୁ ମନୁଷ୍ୟ ଗୋଟେ ଟ୍ରାନଜିଟ ଷ୍ଟେଜରେ ରହିଯାଇଛି। ସେଇଥିପାଇଁ ଶ୍ରୀନନ୍ଦ କଣ କହିଲେ? ମ୍ୟାନ୍ ଇଜ ଏ ଟ୍ରାନଜିସନାଲ ବିଇଂ। ମନୁଷ୍ୟ ହଉଛି ଗୋଟିଏ ମଧ୍ୟବର୍ତ୍ତୀକାଳୀନ ସତ୍ତା। ପୁଣି ସେ କୋଉ ଅବସ୍ଥାରେ ଅଛି? ବାସ୍, ଥିଙ୍କିଂ ଆଣ୍ଡ ସ୍ପିକିଂ ଆନିମାଲ। ଆଉ ଗୋଟେ ସହଜିଆ କଥା ମୁଁ କହିବି, ଚିନ୍ତାଶୀଳ ବାକ୍ୟଶୀଳ ପଶୁ ହେଲା। ଚିନ୍ତାଶୀଳ ବାକ୍ୟଶୀଳ ପଶୁ ହେଇକି ଅଛି, ପଶୁ ତ ଛାଡିନି, ଚିନ୍ତା କରିବାର ସାମର୍ଥ୍ୟ ରଖିଛି, ଆଉ ଚବର ଚହର ହଉଛି ବଢିଆ କି। ତେଣୁ ଥିଙ୍କିଂ ସ୍ପିକିଂ ଆନିମାଲ, ଥିଙ୍କିଂ ଆଣ୍ଡ ସ୍ପିକିଂ ଆନିମାଲ। ବର୍ତ୍ତମାନ ମନୁଷ୍ୟ ଚିନ୍ତା କରିବ ଯେ ସେଇ ମାନବୀୟ ରୂପରେ ସେ ରହିବ ନା ତାକୁ ଅତିକ୍ରମ କରିବ। ମୁଁ ସେଇ ଅତୀତର ମାନବ ହେବି ନା ଭବିଷ୍ୟତର ଦିବ୍ୟ ମଣିଷ ହେବି। ଯଦି ମତେ ଭବିଷ୍ୟତର ଦିବ୍ୟ ମଣିଷ ହେବା ଆବଶ୍ୟକ ମୁଁ ଅନୁଭବ କରୁଛି, ତାହେଲେ ମା ଦରକାର, ସେ ଆମକୁ ବଦଳେଇବେ, ଆଉ କେହି ବଦଳେଇ ପାରିବେନି। ମନେ ରଖିଥାନ୍ତୁ, କେବଳ ମାଙ୍କ ବ୍ୟତୀତ ଆମକୁ କେହି ବଦଳେଇ ପାରିବେ ନାହିଁ, କେବଳ ମା ଆମକୁ ବଦଳେଇବେ। ମାତୃଶକ୍ତି କେବଳ ବଦଳେଇ ପାରିବେ, ନହେଲେ ତ କୋଉ ଯୁଗରୁ ମଣିଷ ପୂଜା କରି ଆସୁଛି। ରାଗ କମିଛି କହନ୍ତୁ ନା? ମନୁଷ୍ୟ କୋଉ ଯୁଗରୁ ପୂଜା କରି ଆସିଛି। ମନ୍ଦିର ଯାଉଛି, ପୂଜା କରୁଛି, ନଡିଆ ଦଉଛି, କଦଳୀ ଦଉଛି, ଧୂପ ଦଉଛି, ତାଙ୍କର ଦେବାଦେବୀ ମାନଙ୍କର ଯୋଉ ରୁଚି ବା ପସନ୍ଦ, ତାଙ୍କୁ ଖୁସି କଲେ କିଛି ମିଳିବ ବୋଲି ଭାବନାରେ ସେ ଯାଇ ତାଙ୍କୁ ତୁଷ୍ଟ କରୁଛି। ହେଲେ ତାର ଯୋଉ ଗୁଣଟା ବଦଳିଛି କି? ମୁଁ ଗୁଡାଏ ଜମିବାଡି କିଣିଛି, ମୂଲିଆ ଲଗେଇଦେବି, ତାଙ୍କୁ ମଜୁରୀ ଦେଇଦେବି, ଯାଅ ତମ ବିଲରେ କାମ କରିବ। କାମ କିଏ କଲା? ମୂଲିଆ ମାନେ କଲା, ମାଲିକ କଲା? ଆଚ୍ଛା, ଯୋଉ ଫସଲ ଫଳେଇକି ଯାହା ସବୁ କଲେ, ତାକୁ ନେଲା କିଏ? ମାଲିକ ନେଲା। ତା ବିନିମୟରେ ସେମାନେ ନେଇଛନ୍ତି କଣ? ମଜୁରୀ। ପରିଶ୍ରମ କଲେ ସେମାନେ, କେବଳ ମଜୁରୀ ଟିକେ ନେଲେ। ଆମେ ସେମିତି କଣ କହୁଛୁ? ଆମେ ଦେବାଦେବୀଙ୍କୁ ଲଗେଇଦେବୁ କାମରେ, ଆମର ଯାହା ଇଚ୍ଛା। ତମର କଣ ଦରକାର? ନଡିଆ ଦରକାର? ହଁ ଦେ, 108 ନଡିଆ ଦେବି। ତମର କଣ ଦରକାର? ଆଉ 108 ବେଲପତ୍ର? ଠିକ ଅଛି, ମୁଁ ତ 108 ବେଲ ଚୁଡା ଦେବି। ତମର କଣ ଚିକେନ ଦରକାର? ଠିକ ଅଛି, କୁକୁଡ଼ା 2-4ଟା ଖଣ୍ଡେ ବଳି ପକେଇଦେବି। ତମର କଣ ମଟନ ଦରକାର? ଠିକ ଅଛି, ମୁଁ ମଟନ ଦେଇଦେବି। ଏମିତି କରି କାହାକୁ ଚିକେନ, କାହାକୁ ମଟନ, କାହାକୁ ନଡିଆ, କାହାକୁ ଦୁଦୁରା ଫୁଲ, କାହାକୁ ବେଲପତ୍ର ଦେଇକି ତାଙ୍କୁ କଣ କଲି? ଲଗେଇଲି ମୋ କାମରେ। ମୋର କୋଉ କାମ? ମୋର ଏଇ ଯୋଉ ପେଟି ଡିଜାୟାର ଗୁଡିକ ଅଛି ଫୁଲଫିଲ କରିବା ପାଇଁ ସେମାନଙ୍କୁ ମାଧ୍ୟମ କଲି। ତାଙ୍କ ପାଖରେ ସେ ସାମର୍ଥ୍ୟ ଥିଲେ ସିନା ସେ କରିବେ। ଦେଖିବାକୁ ହଉନି। ତାର ମଣିଷ କହୁଛି ମୁଁ ଏତେ କଥା କଲି, କାହିଁକି ତ ହେଲାନି, ପୁଣି ଯୋଗକୁ ସେ ହେଲା। କିନ୍ତୁ ହବ କେମିତି?
ମୋ ଭିତରଟାକୁ ମୁଁ କେହି ବଦଳେଇଛି କି? ମୋ ଭିତରେ ରାଗ ଅଛି, ମୋ ଭିତରେ ହିଂସା ଅଛି, ମୋ ଭିତରେ ଲୋଭ ଅଛି, ମୋ ଭିତରେ ଅହଙ୍କାର ଅଛି, ମୋ ଭିତରେ ଅଜ୍ଞାନତା ଅଛି, ମୋ ଭିତରେ ସ୍ୱାର୍ଥପରତା ଅଛି, ମୋ ଭିତରେ ଶତ୍ରୁତାର ଭାବ ଅଛି, ମୋ ଭିତରେ ଅସ୍ଥିରତା ଅଛି, ମୋ ଭିତରେ ସମତା ହରାଇବା ଗୁଣ ବି ଅଛି, ମୋ ଭିତରେ ଆତ୍ମଜୀୟ ଗୁଣ ନାହିଁ, ଧୈର୍ଯ୍ୟ ନାହିଁ, ସହନଶୀଳତା ନାହିଁ। ଆଉ କୋଉଠି ଦିବ୍ୟ ପ୍ରଭାବ ମୋ ଭିତରେ କାମ କରିବ? ମୋ ନିଜକୁ ନ ବଦଳେଇକି ମୁଁ ଅନ୍ୟମାନଙ୍କ ଦ୍ୱାରା ମୁଁ କାମ କରୁଛି, କିନ୍ତୁ ମୁଁ ଶାନ୍ତି ପାଇବି କି? ଯିଏ କାମ କଲା ସିଏ ଯେମିତି ତାର ବଡି ଯେମିତି ଏକ୍ସରସାଇଜ ହବ, ଆଉ ବସିଥିବା ଲୋକ କାମ କରଉଛି ତା ଶରୀରର କିଛି ପରିବର୍ତ୍ତନ ହବ? ମୂଲିଆ କାମ କଲା ତାର ଗୋଡ ହାତ ଏକ୍ସରସାଇଜ ହେଲା, ତାର ଯେମିତି ନିରୋଗ ହବ ସିଏ। ଆଉ ମାଲିକ ବସିକି ଖଟ ଉପରେ ଫୋନରେ ଖାଲି କହୁଛି, ଖାଲି କ୍ୟାସ ଗଣୁଛି, ତା ବଡିରେ ପରିବର୍ତ୍ତନ ହବ ନା? ଆମେ ଠିକ ସେଇଆ କରୁଛୁ, କାମଟାକୁ କରଉଛୁ, କରୁନୁ। ଆମେ ଏଠି ଡାଇରେକ୍ଟର ହେଇଛୁ, ଆକ୍ଟର ହେଇନୁ ହେଲା। ତେଣୁ ମନୁଷ୍ୟ ଏଇ ଯୋଉ ଡାଇରେକ୍ଟର ହେଇଛି, ଆକ୍ଟର ହଉନି, ଦେବାଦେବୀଙ୍କୁ ମାଧ୍ୟମ କରିଦଉଛି, ତା ମାଧ୍ୟମରେ ତାର ତୁଚ୍ଛ କାମନାକୁ ସେ ଚରିତାର୍ଥ କରିଦେବ ଅଛି। ତେଣୁ ମଣିଷ ବଦଳିଆ ହେଇପାରୁନି। ବର୍ତ୍ତମାନ ସେ ସମୟ ସରିଲା, ମା ବର୍ତ୍ତମାନ ଆସି କାମ କରିବେ। ଯୋଉମାନେ ମାଙ୍କୁ ନିବିଡ଼ ଭାବରେ ଧରିଛନ୍ତି ତାଙ୍କର ପରିବର୍ତ୍ତନ ଦିଗ ଖୋଲିବ। ଯୋଉମାନେ ପୂଜା କରୁଛନ୍ତି କିଛି ଖରାପ ନୁହଁ, କରନ୍ତୁ, କିଛି କଥା ନାହିଁ। ଯୋଉଦିନ ଜ୍ଞାନ ଉଦୟ ହବ ମା ଶ୍ରୀରଙ୍କ ଯୋଗ ସହିତ ବା ରୂପାନ୍ତର ଯୋଗ ସହିତ ବା ଅତିମାନ ସହିତ ପୂଜାର କୌଣସି ସମ୍ପର୍କ ହିଁ ନାହିଁ, ତାପରେ ସେ ପୂଜା ଛାଡ଼ିବ। ତେଣୁ ପୂଜାକୁ ଆମେ ଯେପର୍ଯ୍ୟନ୍ତ ନିବିଡ଼ ଭାବରେ ଧରିଥିବା, ଗୋଟେ ପରିସର ଭିତରେ ବାନ୍ଧି ହେଇଥିବା, ଏଇ ନିୟମରୁ ଆମେ ଅତିକ୍ରମ କରିପାରିବା ନାହିଁ। ନିର୍ଦ୍ଦିଷ୍ଟ ନିୟମ ଅଛି ପୂଜାରେ। ତେଣୁ ପୂଜାରେ ଯେହେତୁ ନିର୍ଦ୍ଦିଷ୍ଟ ନିୟମ ଅଛି, ଆମକୁ ସେ ନିୟମ ଭିତରେ ଦେଇ ଯିବାକୁ ପଡିଲା। ନୈତିକତା ଭିତରେ ବାନ୍ଧି ହେଇଗଲୁ। ମା ସନ୍ଧ୍ୟା ଆସିଲେ ବ୍ୟକ୍ତି ତା ଆତ୍ମା ଦ୍ୱାରା ପରିଚାଳିତ ହବ, ସ୍ୱତନ୍ତ୍ର ହବ, ସ୍ୱାଧୀନ ହବ, ପରମ ଚେତନା ଉପରେ ପୂର୍ଣ୍ଣ ନିର୍ଭରଶୀଳ ହବ। ପରମଙ୍କ ପ୍ରେରଣା ତା ନିଜ ଭିତରେ ଅଛି, ଅନ୍ତରାତ୍ମା ରୂପରେ ଅଛି। ସେଇ ଅନ୍ତରାତ୍ମା ପ୍ରେରଣା ଅନୁସାରେ ସେ ପରିଚାଳିତ ହବ। ତା ଆତ୍ମସତ୍ତାକୁ ସେ ତା ଜୀବନର ଗାଇଡ ରୂପରେ ମାନିବ। ତା ଭିତରେ ଯୋଉ ଇଗୋଇଜିମ୍ ଅଛି, ଅହଙ୍କାର ବୋଧ ଅଛି, ତାକୁ ସେ ସମ୍ପୂର୍ଣ୍ଣ ମୂଳୋତ୍ପାଟନ କରିବ। ତେବେ ସେ ସ୍ୱତନ୍ତ୍ର ହବ, ସ୍ୱାଧୀନ ହବ। ମା ଆସିଛନ୍ତି ମନୁଷ୍ୟମାନଙ୍କୁ ଏଇ ସ୍ୱାଧୀନ ଚେତା ବା ସ୍ୱାଧୀନ ଚିନ୍ତାଧାରା ଶିଖେଇବା ପାଇଁ। ସ୍ୱାଧୀନ ଆମେ କେମିତି ହବା? ଆମେ ତ କୋଉ କାମନା, ବାସନା, ଅହଙ୍କାର ଛନ୍ଦ ଭିତରେ ଛନ୍ଦି ହେଇଛୁ, ତା ମାୟାଜାଲ ଭିତରେ ବାନ୍ଧି ହେଇଛୁ, କେବେ ମୁକ୍ତ ହେଇନୁ। ତେଣୁ ସମ୍ପୂର୍ଣ୍ଣ ମୁକ୍ତ ଅବସ୍ଥା କେତେବେଳେ ଆସିବ? ଆତ୍ମାକୁ କେହି ବାନ୍ଧିକି ରଖିପାରିବେନି। ଯେ ଆତ୍ମା ସତ୍ତା ସହିତ ଯୋଡି ହେଇଯାଉଛି ତାକୁ କେହି ବାନ୍ଧି ପାରିବେନି, ତାକୁ ବନ୍ଧନ ଭିତରେ ରଖିପାରିବେନି। ମା ଆସୁଛନ୍ତି ସେଇ କଥାଟା ଶିଖେଇବା ପାଇଁ। ନିଜ ଭିତରେ ତମ ଅନ୍ତରାତ୍ମା ସହିତ ସମ୍ପର୍କ ରଖ, ତାହେଲେ ତମ ଅନ୍ତରାତ୍ମାର ଯୋଉ ପ୍ରଭାବ ତମକୁ ଏମିତି ଭାବରେ ଗଢିବ, ଯାହା ଫଳରେ ତମେ ଦିବ୍ୟ ଅଭିମୁଖୀ ହେଇପାରିବ। ତେଣୁ ଏଥିପାଇଁ ଗୋଟେ ସିନସିୟର ପ୍ରେୟର ଦରକାର। ମୁଁ ଗୋଟେ ଲିଭିଂ ଘଟଣା କହୁଛି। ମାଙ୍କ ଫଟୋ, ଧୂପ, ଫୁଲ ଏସବୁ ବହୁତ ଉର୍ଦ୍ଧ୍ୱରେ ହଉଛି ଆଧ୍ୟାତ୍ମିକତା। ବୁଝିପାରିଲେ? ଆଧ୍ୟାତ୍ମିକତା ଯୋଉ ଶବ୍ଦଟା ଫଟୋ, ଫୁଲ, ଧୂପ, ପୂଜା ଏସବୁ ବହୁତ ଉର୍ଦ୍ଧ୍ୱରେ। ବ୍ୟକ୍ତି ଆଧ୍ୟାତ୍ମିକତା ବିନା ରୂପାନ୍ତର ହେଇପାରିବନି। ଟ୍ରୁ ସ୍ପିରିଚୁଆଲିଟି ଟ୍ରାନ୍ସଫର୍ମସ୍ ଲାଇଫ। ଏଟା ଭଲ କି ମନେ ରଖିବା। ଟ୍ରୁ ସ୍ପିରିଚୁଆଲିଟି ଟ୍ରାନ୍ସଫର୍ମସ୍ ଲାଇଫ। ଯଥାର୍ଥ ଆଧ୍ୟାତ୍ମିକତା ଜୀବନକୁ ରୂପାନ୍ତର କରେ। ଟ୍ରୁ ସ୍ପିରିଚୁଆଲିଟି ଇଜ ନଟ୍ ଟୁ ରିନାଉନ୍ସ ଲାଇଫ ବଟ୍ ମେକ୍ ଲାଇଫ ପରଫେକ୍ଟ ୱିଥ୍ ଏ ଡିଭାଇନ୍ ପରଫେକ୍ସନ। ଭଲ କି ଏଟା ମନେ ରଖିବା। ଟ୍ରୁ ସ୍ପିରିଚୁଆଲିଟି ଇଜ ନଟ୍ ଟୁ ରିନାଉନ୍ସ ଲାଇଫ। ଜୀବନକୁ ବର୍ଜନ କରିଦେବା ଏଇଟା କେବେ ଆଧ୍ୟାତ୍ମିକତା ନୁହଁ। ମୋର ଜୀବନ ତୁଚ୍ଛ ହେଇଗଲା, ଛାଡ଼ିଦେଲି, ଆଉ ଗୋଟେ ଜୀବନ ବଞ୍ଚିବି। ତାର ତ ଏମିତି ଛାଡୁଥିବି, ଏସ୍କେପ୍ କରି କରି ଯାଉଥିବି। ଶ୍ରୀରନ୍ଦ କହିଲେ ଏସ୍କେପ୍ ବ୍ରିଙ୍ଗସ୍ ନଟ୍ ଦ ଭିକ୍ଟରି ଅନ୍ ଦ କ୍ରାଉନ୍। ତାପରେ କହିବା ପଳେଇଯା। ଶ୍ରୀରନ୍ଦ କହିଲେ ଏସ୍କେପ୍ ବ୍ରିଙ୍ଗସ୍ ନଟ୍ ଦ ଭିକ୍ଟରି ଅନ୍ ଦ କ୍ରାଉନ୍। ଏଇ ଯୋଉ ପଳାୟନ ପନ୍ଥୀର ମନୋଭାବ ଯେ ପର୍ଯ୍ୟନ୍ତ ଆମର ଥିବ, ସେ ପର୍ଯ୍ୟନ୍ତ ଆମକୁ ବିଜୟ ମିଳିବନି। ଆମକୁ ବିଜୟ ଲାଭ କରୁଛୁ, ସିଂହାସନ ବସେଇ ମୁକୁଟ ପିନ୍ଧିଦେବେ, ସେଇଟା ହେଇପାରିବନି। ବିଜୟ ଜୀବନ କେବେ ଆଣିପାରିବାନି ଯେପର୍ଯ୍ୟନ୍ତ ପଳାୟନର ଭାବ ଥିବ। ଏ ସଂସାର ମିଥ୍ୟା, ଏ ସଂସାର ମାୟା, ଏ ସଂସାର ଅଜ୍ଞାନତା ଅଛି। ଏଠି ସଂସାରରେ ବୁଢା ହବାକୁ ପଡୁଛି, ସଂସାରରେ ରୋଗ ଭୋଗିବାକୁ ପଡୁଛି, ସଂସାର ଅଜ୍ଞାନତା ଅଛି। ସବୁ ଖାଲି ସଫୋକେଟ ଲାଗିଲାଣି, ଆକ୍ସା ଲାଗିଲାଣି। କଣ କଲେ ବି ସଂସାର ବିଦାୟ ନେବାକୁ ପଡିବ, ଆଉ ଭଲ ଲାଗୁନି। ଭଗବାନ ମତେ ତ ନଉନି ହେଲା। ମୁଁ ତାର ଗୋଟେ ଲିଭିଂ ଏକ୍ସାମ୍ପଲ କହୁଛି। ଜଣେ ଲୋକ
ତାର ପିଲା ଗୁଡ଼ା ସବୁ ବାହାରେ ତାକୁ ପଚାରୁନାହାନ୍ତି ଚାକିରି କଲେ ସବୁ ନିଜ ନିଜ କଥା ବୁଝିଲେ ବୁଢ଼ା ତାର ଏକୁଟିଆ ତା ସ୍ତ୍ରୀଟି ମରିଯାଇଛି ବଡ଼ ହନ୍ତସନ୍ତ ହେଉଛି ପରିବାରକୁ ଭିଟାମାଟିକି ଛାଡ଼ିକି ସେ ଯିବାକୁ ଚାହୁଁନି ତେଣୁ ଜଗିଛି ତା ଭିଟାମାଟିକି ଯାହା ତାର ବିଲ ବାଡ଼ି ଦି ଖଣ୍ଡ ଅଛି ୟାକୁ ତ ବନ୍ଧା ସନ୍ଧା ଦେଉଛି କାମ କର ଯାହା କିଛି ପାଉଛ ଦିଅ ହେଲେ ଦେହ ପା ଭଲ ମନ୍ଦ ହେଲେ କିଏ ବା ସେବା କରିବ ପିଲାମାନଙ୍କ ପାଖକୁ ଖବର ଦେଉଛି ସେମାନେ କହୁଛନ୍ତି କ'ଣ ସବୁବେଳେ ଖାଲି ପଇସା ପଇସା ହେଉଛ ଆମେ ବାହାରେ ଅଛୁ ତୁମେ କ'ଣ ଜାଣିପାରୁନ କେତେ ଖର୍ଚ୍ଚ ଆମର ଆମେ ପିଲା ପାଠ ପଢୁଛେ ସେଥିରେ ଆମକୁ 30,000 35,000 ପଳଉଛି ମାସରେ ଆମେ ବାହାରେ ରହୁଛୁ ଆମର ପା ମାସକୁ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି କେତେ ପଇସା ବଳେଇ ପାରିବୁ ଯେ ତମକୁ ଦେବୁ ଖାଲି ସବୁବେଳେ ପଇସା ପଇସା ହେଉଛ ଏଟା ଦେଇ ହେବନି ଏତିକି ପଇସା ପଠେଇଲି ଚଳିଲା ନହେଲେ ନାହିଁ ଶେଷରେ ପିଲା ବାପା ଚିନ୍ତା କଲା ପିଲାମାନଙ୍କର ଏଇ ପ୍ରକାର ବ୍ୟବହାର ତାକୁ ଅତିଷ୍ଠ କଲା ମୁଁ କେମିତି ମରିଯାଆନ୍ତି ମୁଁ କେମିତି ମରିଯାଆନ୍ତି ମୁଁ କେମିତି ମରିଯାଆନ୍ତି ବାରମ୍ବାର ଭାଳି ହେଲା ତା ଚେତନା ଭିତରେ ଗୋଟେ ଜିନିଷ ତିଆରି ହେଲା ମୁଁ କେମିତି ମରିଯାଆନ୍ତି ମୁଁ କେମିତି ମରିଯାଆନ୍ତି ଏଇ ଯୋଉ ପ୍ରଭାବଟି କ୍ରିୟାଶୀଳ ହଉଛି ଥରେ ରାସ୍ତାରେ ଗୋଟେ ଟ୍ରକ୍ ଯାଉଥିଲା ଇଏ କିଛି ଦୂରରେ ଗୋଟେ ହିଡ଼ ପାଖରେ ଲାଟ୍ରିନ୍ ଯାଇଛି ବସିଛି ଇଏ ଟ୍ରକ୍ ଗଲା ସିଧା ତାରି ଉପରେ ଚଢ଼େଇଲା ରାସ୍ତାରୁ ବାହାରକୁ ପଳେଇଛି ଡ୍ରାଇଭରର କଣ୍ଟ୍ରୋଲରେ ନାହିଁ ଝାଡ଼ା କରି ବସିଥିବା ସମୟରେ ଦେଲା ଚଢ଼େଇ ଟ୍ରକ୍ ଲୋକ ସବୁ ଚାଷ କରୁଥିଲେ ବିଲରେ ଦେଖିଲେ ଏ ଟ୍ରକ୍ ଡ୍ରାଇଭରର ଭୁଲ ରାସ୍ତା ଯାଇକି କୁଆଡ଼େ ଇଏ ରାସ୍ତାର କେତେ ଦୂରରେ ଗୋଟେ ହିଡ଼ ପାଖରେ ବସିଛି ତାପରେ ସେ ତ ଚଢ଼ଉଛି ସବୁ କହିଲେ ଡ୍ରାଇଭରର ଭୁଲ କିନ୍ତୁ ପ୍ରାକ୍ଟିକାଲି କୋଉଟା ଭୁଲ ଡ୍ରାଇଭରର ଭୁଲ ନୁହଁ ଡ୍ରାଇଭର କହିଛି ଦେଖନ୍ତୁ ମୋ ଗାଡ଼ି କ'ଣ ହେଲା ମୁଁ ବି ଜାଣିନି ମୁଁ ଯେତେ ପ୍ରକାର ଚେଷ୍ଟା କରିଛି ହେଇପାରିନି ମୋତେ ଖାଲି ଅଯଥା ଲୋକଗୁଡ଼ା ବାଡ଼ଉଛନ୍ତି ମୋ ନାଁରେ କେସ୍ ଦେଉଛନ୍ତି ପ୍ରକୃତିରେ ମୋର କିଛି ହେଇନି ମୋର କିଛି ଭୁଲ ନାହିଁ ଏ କଥା ତା କଥା ବୁଝିବ କିଏ କିନ୍ତୁ ଯଦି ସ୍ପିରିଚୁଆଲି ଆମେ ଦେଖିବା ତାହେଲେ ଆମ ଭିତରେ କ'ଣ ହବ ଗୋଟେ ଚେତନାର ଯୋଉ ଭାଇବ୍ରେସନ ଅଛି ସିଏ ବରାବର ଚିନ୍ତା କରୁଛି ନା ମୁଁ ମରିଯାଆନ୍ତି କି ମରିଯାଆନ୍ତି କି ତାର ଚେତନା ଘୂର୍ଣ୍ଣି ଏତେ ଷ୍ଟ୍ରଙ୍ଗ ହେଇଗଲା ଯେ ରାସ୍ତା ତା ଟ୍ରକକୁ ଟାଣି ଆଣିଛି ଏଇଟା କିଏ ବୁଝିପାରିବ ଏଠି ପୋଲିସ ସମ୍ବିଧାନ ବା ଆମର ଅନୁଶାସନ ଏଇଟା ବୁଝିବେ ଚେତନାର ଭାଇବ୍ରେସନ ଦ୍ୱାରା ଟ୍ରକ୍ ଭଳି ଯାନକୁ ଟାଣିକି ଆଣିପାରେ ଏଇଟା କୋଉ ସମ୍ବିଧାନରେ ଅଛି କୋଉ ଆଇନ ଭିତରେ ଅଛି ନୈତିକତା ଭିତରେ ଅଛି ତେଣୁ କାହିଁକି ବୁଝିବେ ନା ସେ ତ ଚଢ଼େଇଛି ଆଉ ଖାଲି ଟାଣିକି ନେଇଯାଉଥିଲା ଖଣ୍ଡିଆ ଭୂତ ଦେଖନ୍ତୁ ନା ଖଣ୍ଡିଆ ଭୂତ ହେଲେ ଚକ୍କର ମାରୁଛି ତା ପାଖରେ ତା କାଠି କୁଟାକୁ ଆଣିକି ତା ଚେତନା ସେଇ ଯୋଉ ଚକ୍ର ଭିତରେ ଘୂର୍ଣ୍ଣି ଭିତରେ ଘୁରୁକି ପକଉଛି ନା ନାଇଁ କଥାଟା ହଉଛି ଆମେ କୋଉ ପ୍ରକାର ଭାଇବ୍ରେସନ ରଖିବା ଦରକାର ଯାହା ବୋଲେ ଆମ ଚାରିପଟ ଲୋକ ଗୁଡାକ ଆମ ପାଇଁ ଠିକ ହେଇଯିବେ ଏଇ କଥା ଶିଖିବା ପାଇଁ ମା ଆସିଛନ୍ତି ବୁଝିଗଲା ଏ ଯୋଉ ଚେତନାର ଘୂର୍ଣ୍ଣି ଆମ ଭିତରେ ତିଆରି ହେଇଛି ଯଦି ଦିବ୍ୟ ପ୍ରଭାବ ଥିବ ତାହେଲେ ସମସ୍ତଙ୍କୁ ଦିବ୍ୟ ଚକ୍ର ଭିତରେ ପକେଇବ ଆଉ ଆମେ ଯଦି ଅଦିବ୍ୟ ପ୍ରଭାବ ଭିତରେ ଥିବା ସେଇ ଚେତନାରେ ଯଦି ଥିବା ଚାରିଆଡେ କ'ଣ ହବ ସେ ଅଦିବ୍ୟତାର ଭାଇବ୍ରେସନରେ ଆମେ ନିଜେ ତ ପଡିବା ଅନ୍ୟମାନଙ୍କୁ ମଧ୍ୟ ପକେଇଦବା ମା ଆସିଛନ୍ତି ଆମ ଭିତରେ ଦିବ୍ୟତାର ପ୍ରଭାବର ଘୂର୍ଣ୍ଣିକୁ ବଳବତୀ କରିବା ପାଇଁ ଟୁ ଫୁଲଫିଲ୍ ହିମସେଲ୍ଫ ୱାଜ୍ ଗଡ୍ସ ଡିଜାୟାର ନିଜକୁ ଯୋଉ ଭଗବାନ ନିଜକୁ ପରିପୂର୍ଣ୍ଣ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି ମା ସେଇ କାମଟି କରୁଛନ୍ତି ଆମ ଭିତରେ ଅପୂର୍ଣ୍ଣତା ଗୁଡ଼ିକ କ'ଣ କ'ଣ ମା ଦେଖେଇ ଦେବା ପାଇଁ ଆସିଛନ୍ତି ଆମେ କେତେ ସିନସିୟର ସେଟା ଜଣେଇ ଦେବା ପାଇଁ ଆସିଛନ୍ତି ସିନସିୟର ହେଇପାରୁନୁ ଯୋଉ ସଫଳତା ଲକ୍ଷ୍ୟ ରଖିଛୁ ରୁଚି ଅଭିରୁଚିର ଭାବ ରଖିଛୁ ଅନେକ ପ୍ରକାର ଆସକ୍ତିର ଭାବ ରଖିଛୁ ପୂର୍ବନିହିତ ଧାରଣା ଗୁଡ଼ିକ ଆମ ଭିତରେ ରହିଆସିଛି ଏସବୁକୁ ଆମେ ଦୂର କରିପାରୁନୁ ତେଣୁ ଆମେ ସିନସିୟର ହେଇପାରୁନୁ ମା କହିଲେ ଦ ଗ୍ରେଟେଷ୍ଟ ଏନିମିଜ୍ ଅଫ୍ ଏ ପରଫେକ୍ଟ ସିନସିୟରିଟି ଆର୍ preferences and preconceived ideas. The greatest enemies of a perfect sincerity. परिपूर्ण आंतरिकतार जे महान शत्रु कौन से गुड़िक प्रथम टी है प्रिफरेन्सेस रुचि अभिरुचि कहीपर आम तो रुचि अभिरुचि ना जहाँ देवे आम खुशी होचे जहाँ को जहाँ दिया खुशी आम खुशी हो पारूनु कोट ना कोट रुचि रही प्रिफरेन्स रही प्रिकनसिव आइडिया ना मोर तो एमती सेमती मो गुण तो एमती का मो द्वारा पार्चर काम हम नहीं से साधना हम नहीं से रूपांतर हम नहीं छाड़ मत एटा किसी कहनी तुम तुम कर मोर आपत्ति ना हेल्ले मत माया भितर को नियो नहीं कारण मो द्वारा हम नहीं आम घर मानक अनेक यही कथा कहे ना ना जदि मु माँ को भल पाइली मुझे कह मो भाई आस पार्चर कर मो बापा कहे पार्चर ना ना तोर पार्चर कर आम आपत्ति नहीं मत से माया भितर पका नहीं मोर खाऊची पीऊची बिंदास अच्छी
ତେଣୁ ମୁଁ ସେ କୋଉଦିନ ଧ୍ୟାନ ଦିନେ କରିନି, ଜପ ଦିନେ କରିନି, ମତେ ଏଟା ପାର୍ଶ୍ୱରେ ଆସିବନି, ତେଣୁ ମତେ ସେ ପାର୍ଶ୍ୱରୁ ଡାକ, ତୁ କର, ମୋର ଏଥିରେ ଆପତ୍ତି ନାହିଁ, କିନ୍ତୁ ମତେ ତା ମାୟା ଭିତରୁ ନେ ନା। ଏଇ କଥା ଘରେ ବତେଇବେ, କେହି ଆସିବେ ଆସିବେନି, କାହିଁକି ତାଙ୍କର ଗୋଟେ ପୂର୍ବ ନିର୍ଦ୍ଧାରିତ ଧାରଣା ଅଛି। ତେଣୁ ଆମ ଭିତରେ ଅନେକ ଅନେକ ଡିଫେକ୍ଟ ଅଛି। ମୁଁ ଜାଣିଛି ମୁଁ ପ୍ରକୃତରେ କଣ, ମୁଁ କେତେ ମିଛ କହୁଛି, ମୁଁ କେତେ ଠକାମି କରୁଛି, ମୁଁ କେତେ କରପସନ କରୁଛି, ମୁଁ କେତେ କଣ କରୁଛି, ମୋ ଦୈନିକ କାର୍ଯ୍ୟକ୍ରମ କେତେ ଦିବ୍ୟ ଅଭିମୁଖୀ, ମା ଯୋଉଥିରେ ଖୁସି ମୁଁ ସେଇ ପ୍ରକାର କାମ କେତେ ଦିନ କରୁଛି, କେତେ ସମୟ ମାଆଙ୍କୁ ଚିନ୍ତା କରୁଛି ମୁଁ ଜାଣିଛି ନା ନାଇଁ। ତେଣୁ ମୋ ନିଜକୁ ନିଜେ ଗୋଟେ ଗିଲ୍ଟି ଫିଲ୍ ହଉଛି। ଏଇ ପ୍ରକାର ଗିଲ୍ଟିନେସ୍ ଭିତରେ ମୁଁ କେମିତି ସାଧନା କରିବି, ରୂପାନ୍ତର ହେବି, ମତେ ଟିକେ ସଫୋକେଟେଡ୍ ଲାଗୁଛି, ଆକ୍ସା ଲାଗୁଛି। ତେଣୁ କଣ ହଉଛି ନା ମୋ ଦ୍ୱାରା ଏଟା ହବନି। ମା କହିଲେ be sincere, I am ready to correct your mistakes 1,000 times if necessary। ଆଉ କଣ କହିଥାନ୍ତୁ କୁହ। ମା ଆମକୁ ଏମିତି ଏକ ନିର୍ଭୟ ପ୍ରତିଶ୍ରୁତି ଦେଲେ, be sincere, ତମେ ନିଷ୍ଠାପର ହୁଅ, be sincere, I am ready to correct your mistakes 1,000 times if necessary। ଯଦି ଆବଶ୍ୟକ ହୁଏ ତମର ଭୁଲ ଗୁଡ଼ିକୁ ମୁଁ 1000 ବାର ସଂଶୋଧନ କରିଦେବି, କିନ୍ତୁ ନିଷ୍ଠାପର ହୁଅ। ଏ ନିଷ୍ଠାପର ପ୍ରଭାବ କଣ, ମୁଁ ଗୋଟେ ଛୋଟିଆ ଉଦାହରଣ ଦେବି। ସେ ମାଙ୍କୁ ଜାଣିନାହିଁ, କିନ୍ତୁ ଗୋଟେ ସିନସିୟର ପ୍ରେୟାର ରଖିଛି ଭଗବାନ ପାଖରେ। ଅଲ୍ ସିନସିୟର ପ୍ରେୟର୍ସ ଆର୍ ଗ୍ରାଣ୍ଟେଡ୍। ଭଲ କି ମନେ ରଖିବା, ଅଲ୍ ସିନସିୟର ପ୍ରେୟର୍ସ ଆର୍ ଗ୍ରାଣ୍ଟେଡ୍। ଯୋଉ ପ୍ରାର୍ଥନା ଆନ୍ତରିକ ପୂର୍ଣ୍ଣ ନିଶ୍ଚିତ ମଞ୍ଜୁର ହବ। ଏଭ୍ରି ପ୍ରେୟାର ଇଜ ଆନ୍ସାର୍ଡ। ମନେ ରଖନ୍ତୁ, ଆମେ ଭାବୁଛୁ ଆମେ ଗୋଟେ ପ୍ରେୟାର କରୁ ସେ ବ୍ୟର୍ଥ ଯିବ, ନେବାର। ଏଭ୍ରି ପ୍ରେୟାର ଇଜ ଆନ୍ସାର୍ଡ। ପ୍ରତ୍ୟେକଟି ପ୍ରାର୍ଥନାର ଉତ୍ତର ମିଳିଥାଏ। ଜଣେ ଡକ୍ଟର ସେ ଇଣ୍ଟରନ୍ୟାସନାଲ ସ୍ତରରେ, ଆନ୍ତର୍ଜାତିକ ସ୍ତରରେ, ଖାଲି ଆମ ଜାତି ସ୍ତରରେ ନୁହଁ, ଭାରତରେ ନୁହଁ, ବିଦେଶରେ ମଧ୍ୟ ୱାର୍ଲଡ ଲେଭେଲରେ ବେଶ ଖ୍ୟାତି ସମ୍ପନ୍ନ ରିସର୍ଚ୍ଚ ମାଇଣ୍ଡର ଲୋକ। କେତେ କେତେ ମେଡିକାଲ ପାଠରେ ପୁରା PhD ହୋଲ୍ଡର ଅଛି, ଅନେକ ରିସର୍ଚ୍ଚ ସେ କରିଛନ୍ତି। ତେଣୁ ତାଙ୍କୁ ବହୁତ ଜାଗାରେ ତାଙ୍କୁ ଆୱାର୍ଡ ଦିଆହେଇଛି। ସେଇଭଳି ଗୋଟେ ଆୱାର୍ଡ ଦେବା ପାଇଁ ଗୋଟେ ସେମିନାର କରାହେଇଛି, ତାଙ୍କୁ ଡକା ହେଇଛି, ଆସ। ସେ ଯାଉଛନ୍ତି, ଫ୍ଲାଇଟରେ ଯାଉଛନ୍ତି, ଫ୍ଲାଇଟରେ ଯାଉଛନ୍ତି, ହଠାତ୍ ଫ୍ଲାଇଟର ପ୍ରୋବ୍ଲେମ ହେଲା। ଯୋଉ ଜାଗାରେ ପହଞ୍ଚେ ମାତ୍ର ଆଉ କିଛି ବାଟ ଅଛି, ପ୍ରୋବ୍ଲେମ ହେଲା। ସେଠି ଚିନ୍ତା କଲେ କଣ କରାଯିବ, ଆଉ ତ ଫ୍ଲାଇଟ୍ ଯିବ ନାହିଁ। ତେଣୁ ବାଧ୍ୟ ହେଇକି ସେଠି ଲ୍ୟାଣ୍ଡିଂ କରିଦେଲା ସେ ଏୟାରପୋର୍ଟରେ। ଯୋଉଠି ଲ୍ୟାଣ୍ଡିଂ କରିଦେଲେ, ପରବର୍ତ୍ତୀ ଆଉ ଗୋଟେ ଫ୍ଲାଇଟ୍ ତାଙ୍କୁ ନେଇକି ଯିବ ପାସେଞ୍ଜର ମାନଙ୍କୁ। ଆନାଉନ୍ସମେଣ୍ଟ ହେଇଗଲା। ତେଣୁ ତାଙ୍କର ଏୟାରପୋର୍ଟ ଡିପାର୍ଟମେଣ୍ଟ ତାର ଖାଇବା ପିଇବା ରହିବା ସବୁ ବ୍ୟବସ୍ଥା ସେ କରିବ। 10 ଘଣ୍ଟା ପରେ ଯାଇକି ଆଉ ଗୋଟେ ଫ୍ଲାଇଟ୍ ଆସିବ, ସେଇ ଫ୍ଲାଇଟ୍ ଏମାନଙ୍କୁ ନେଇକି ଯିବ। 10 ଘଣ୍ଟା, ତାର 5 ଘଣ୍ଟା ପରେ ମିଟିଂ ଅଛି, ଇଏ 10 ଘଣ୍ଟା ପରେ ଫ୍ଲାଇଟ୍ ଆସିବ। ଯିବି ତାହେଲେ କଣ ପାଇଁ, 10 ଘଣ୍ଟା ପରେ ଗଲା କଣଟା ଥିବ, ମୁଁ ଯିବି କାହିଁକି, ମତେ ଏଇଠୁ ବ୍ୟାକ୍ କରିବାକୁ ପଡିବ। ବଡ ହତାଶ ହେଇଗଲେ, ନିରାଶ ହେଇଗଲେ। ତେଣୁ ଅସ୍ଥିରତା ଭିତରେ ଏୟାରପୋର୍ଟରେ ମୁଭିଂ କରୁଛନ୍ତି, ସ୍ଥିର ହେଇକି ବସୁନାହାନ୍ତି। ଜଣେ କାଉନସିଲିଂ ଅଫିସର ଏୟାରପୋର୍ଟର ତାଙ୍କୁ ପଚାରିଲେ, ଆପଣ କଣ ହେଇଛି, କଣ ପ୍ରୋବ୍ଲେମ କଣ, ଆପଣ ଟିକେ ସ୍ଥିର ହେଇକି ବସୁନାହାନ୍ତି। ସେ କହିଲେ, ନାଇଁ ମୋର ପୁରା ଏଇଭଳିଆ ଗୋଟେ କାମ ଅଛି। କେତେ କିଲୋମିଟର ଅଛି, ନା 400 କିଲୋମିଟର ଦୂର। ଆଚ୍ଛା ଆଚ୍ଛା, ଗୋଟେ କାମ କରନ୍ତୁ, ଆପଣ ଡ୍ରାଇଭିଂ ଶିଖିଛନ୍ତି, କହିଲେ ହଁ, କାର୍ ନେଇକି ପଳାନ୍ତୁ, କାର୍ ନେଇ ପଳାନ୍ତୁ, ପ୍ରୋଗ୍ରାମ ସାରି ପଳେଇ ଆସିକି ଦେଇଦେବେ। ସେ କାର୍ ଧରି ପଳେଇଗଲେ। କାର୍ ଧରିକି ଯାଇଛନ୍ତି, ତାପରେ କୁଆଡୁ ଥିଲା ଅଚାନକ ମେଘ ପବନ କୁଛତ୍ର ଭାବରେ ହେଲା। ଏମିତିକା ମେଘ ପବନ ତା ଲାଇଫରେ ସେ କେବେ ଦେଖି ନାହାନ୍ତି। ବଡ ବଡ ଜଙ୍ଗଲଟା ଅଛି, ବଡ ବଡ ଡେଙ୍ଗା ଡେଙ୍ଗା ଗଛଗୁଡା, ଏତେ ଜୋରେ ପବନ ହଉଛି ଯେ ସେ ଗଛଗୁଡା ଆସିକି ପୁରା ନଈକି ରାସ୍ତାରେ ବସୁଛନ୍ତି, ଏତେ ଡେଙ୍ଗା ଗଛଗୁଡା। ତେଣୁ ସେଫ୍ ନୁହଁ, ବର୍ଷାକୁ ଏଣେ ପବନ, ଲାଇଫ ରିସ୍କ ଅଛି। ତେଣୁ ଜଙ୍ଗଲ ମୁଣ୍ଡରେ ଗାଡିକୁ ରଖିଦେଲେ। ଜଙ୍ଗଲ ଭିତରେ ଗଲା ମାନେ ଗଛ ଡାଳ ଗାଡି ଉପରେ ପଡିଯିବ, ଲାଇଫ ରିସ୍କ ଅଛି, ବର୍ଷାଟା କମୁ ଯିବା। ଏତେ ଜୋରେ ବର୍ଷା ହେଲା, ଗାଡି ଭିତରେ ଦୌଡ଼ିଲା, ଗାଡି ବି ଦୌଡୁଛି ହେଲା। ତାପରେ ସେଠୁ କଣ କଲେ, ଗାଡିକୁ ସେଠି ଥୋଇଦେଲେ।
ଦେଖିଲେ ଗୋଟେ ଛାତ ଘରଟା ଏଠି ଅଛି, ସେଇଠି ପଳେଇ ଯିବା, ଆଗ ଜୀବନଟା ବଞ୍ଚେଇବା ଦରକାର। ତେଣୁ ଦୌଡ଼ି ଗଲେ। ସେ ଗାଡ଼ିରୁ ଛାତ ଘରକୁ ଯିବା ଭିତରେ ରାସ୍ତା କଡ଼ରେ, ବେଶୀ ଦୂର ବି ନୁହଁ, ଟିକେ କିଛି ଭିଜିଗଲେ। ତାପରେ କବାଟ ଖଟଖଟ କରିଛନ୍ତି, ଭଦ୍ରମେଳା ବାହାରିଲେ। ତାଙ୍କ ସାଙ୍ଗେ ସାଙ୍ଗେ ଆପଣ ତ ଭିଜିଗଲେଣି, ଟର୍କିସ୍ କ'ଣ ଦେଲେ, ସାଙ୍ଗେ ସାଙ୍ଗେ କଫି ସ୍ନାକ୍ସର ବ୍ୟବସ୍ଥା କଲେ। ଯେମିତି ଆତିଥ୍ୟ ଦେଖେଇବା କଥା ଦେଖେଇଲେ। କହିଲେ ଆପଣ ତ ଗୋଟେ ଏମିତି ଟାଇମ୍ରେ ଆସିଲେ, ମୁଁ ଆପଣଙ୍କ କଥା ହେବା ପାଇଁ ଟାଇମ୍ ନାହିଁ, ମୋର ଏବେ ପ୍ରେୟାର ଟାଇମ୍, ମୁଁ ପ୍ରେୟାର କରିବାକୁ ଯାଉଛି, ଆପଣ ଯଦି ପାରୁଛନ୍ତି ଆସନ୍ତୁ ମୋ ସହିତ ପ୍ରେୟାର କରିବେ। ସେଠୁ ନା ମୁଁ ପ୍ରେୟାରକୁ ବିଶ୍ୱାସ କରେ ନା, ମୋ ପାଇଁ ୱାର୍କ ଇଜ୍ ୱର୍ସିପ୍। ସେଠୁ ବଢ଼ିଆ ଡାଇଲଗ ମାରିଦେଲେ, ମୋ ପାଇଁ ୱାର୍କ ଇଜ୍ ୱର୍ସିପ୍, ଆଇ ଡୋଣ୍ଟ ବିଲିଭ୍ ପ୍ରେୟାର। କହିଲେ ମୁଁ ପ୍ରେୟାରକୁ ବିଶ୍ୱାସ କରେ ନା, କର୍ମ ହେଉଛି ମୋର ଉପାସନା। ଠିକ୍ ଅଛି, ଇଏ ବାଧ୍ୟ କରନା, କାରଣ ପ୍ରେୟାର ପାଇଁ କାହାକୁ ବାଧ୍ୟ କରିହେବନି। ଇଏ ସୋଫାରେ ବସିକି ଦେଖୁଛନ୍ତି କ'ଣ ପ୍ରେୟାର କରୁଛନ୍ତି ହେଲା। ଦେଖିଲେ ପ୍ରେୟାର କରୁଛନ୍ତି, ଗୋଟେ ଛୁଆଟାକୁ କୋଳ ଧରିଛନ୍ତି, ତାକୁ ଟେକୁଛନ୍ତି, କାନ୍ଦୁଛନ୍ତି, ଓର ଆଖି କାନ ସବୁ ପୁରା ଫୁଲିଗଲାଣି, କାନ୍ଦି କାନ୍ଦିକା ଲୁହ ବାହାରୁଛି, ବୁଝିହେଉଛି, ପୁରା ମୁହଁ ଫୁଲିଗଲାଣି, ଆଖିରୁ ପୁରା ଧାର ଧାର ଲୁହ ଚାଲିଛି। ଇଏ କି ପ୍ରେୟାର? ପ୍ରେୟାର ସବୁ କାନ୍ଦନ୍ତି, ଛୁଆଟା ଏମିତି ଧରନ୍ତି, ଏଇଟା କି ସିଷ୍ଟମର ପ୍ରେୟାର? କାରଣ ଏଇଟା କେବେ ସେ ଦେଖିନଥିଲେ। ତାପରେ ପ୍ରେୟାର ସରିଲା। ପ୍ରେୟାର ସରିଲା ପରେ ପଚାରିଲେ, ଆଚ୍ଛା ଆପଣ ଏବେ କ'ଣ କରୁଥିଲେ? ନା ପ୍ରେୟାର। ପ୍ରେୟାର ସହିତ ଛୁଆର କ'ଣ ସମ୍ପର୍କ? ଏଇଟା ଛୁଆଟିଏ ମୋର, ସେ ଗୋଟେ ସାଂଘାତିକ ପ୍ରୋବ୍ଲେମରେ ଅଛି, ତାର ହାର୍ଟ ପ୍ରୋବ୍ଲେମ୍। ଆଉ ଏତେ ମାତ୍ରାରେ ତାର ହାର୍ଟ ପ୍ରୋବ୍ଲେମ୍ ଯେ ଡକ୍ଟର ମାନେ ଡରି ଯାଇଛନ୍ତି, ଟ୍ରିଟମେଣ୍ଟ କରିପାରୁନାହାନ୍ତି, ତାର ଅପରେସନ୍ ହେବା ଦରକାର। ଆଉ ଯେଉଁ ହାର୍ଟ ସ୍ପେଶାଲିଷ୍ଟ ପାଖକୁ ମୁଁ ନେଇକି ଯାଇଛି, ସମସ୍ତେ ଜଣେ ଡାକ୍ତରଙ୍କର ପରାମର୍ଶ ଦେଲେ, ଏଇ ଡାକ୍ତରଙ୍କୁ ଦେଖା, ଯଦି ସିଏ ପାରିବେ ତାହେଲେ ଭଲ ହବ, ନହେଲେ ଆଉ କେହି ପାରିବେନି। ଯେତେ ଜଣ ଡାକ୍ତର ସେ ଜଣଙ୍କୁ କହିଛନ୍ତି। କୋଉ କୋଉ ଡାକ୍ତର ପାଖକୁ ଯାଇଥିଲ ପଚାରିଲେ, ନା ଇଏ ଆପଣଙ୍କ କଥା କହିଲେ, ସେ ଆପଣଙ୍କ କଥା ଜାଣି ତ ପାରିଲେ ନା, ଡକ୍ଟର ଅବଦୁଲ ବୋଲି କହିଲେ, ତାର ନିକ୍ ନେମ୍ ହେଉଛନ୍ତି ଅବଦୁଲ। ଡକ୍ଟର ଅବଦୁଲଙ୍କୁ ପଚାର, ତାଙ୍କ ସହିତ କନସଲ୍ଟ କର। ତାପରେ ଯୋଉ ଡାକ୍ତରକୁ ପଚାରିଛନ୍ତି, କହିଲେ ନା ଡକ୍ଟର ଅବଦୁଲ ଯଦି ଏ କେସ୍ ନେବେ ତାହେଲେ ସକ୍ସେସ୍ ହବ ଛୁଆ। ଶେଷରେ ସେଇଆ ହେଲା। ବର୍ତ୍ତମାନ ଡକ୍ଟର ଚିନ୍ତା କରୁଛନ୍ତି, ଭଗବାନ ପୁଣି ଏମିତି କରନ୍ତି, ଆଉ କହି ତ ପାରୁନାହାନ୍ତି ନା, ହେଲା ଲାଜରେ କହିପାରୁନାହାନ୍ତି, ଭଗବାନ ଏମିତି କରନ୍ତି। କାରଣ ଯୋଉ ଡାକ୍ତରଙ୍କର ଆପଏଣ୍ଟମେଣ୍ଟ 3 ମାସ ଆଗରୁ ନିଆଯାଏ, ମାତ୍ର 60 ଜଣଙ୍କୁ ଦେଖିବେ, ପୁଣି ସେଇ ଯୋଉ 60 ଜଣଙ୍କ ଲିଷ୍ଟେଡ୍ ହେଇଥିବ, ଯଦି ଆଉ କ'ଣ ମେଜର ଇସ୍ୟୁ ବଢିଗଲା, ହୁଏତ ସେ 60 ଜଣଙ୍କ ଭିତରୁ କେତେ ଜଣ ବଞ୍ଚିତ ହେଇଯିବେ। 3 ମାସ ଆଗରୁ ଆପଏଣ୍ଟମେଣ୍ଟ ନେଲା ପରେ ଗ୍ୟାରେଣ୍ଟି ନଥିବ ପେସେଣ୍ଟ ଦେଖିପାରିବେ ବୋଲି, ହେଲା। ତେଣୁ ସେ ହାରାସ ହେଇକିରି କହିଲେ, ଯୋଉ ଭଗବାନ ପିଲାଟିଏ ଦେଇଛନ୍ତି ତାଙ୍କର ଦାନାଟା, ମୁଁ ତାଙ୍କ ପାଖରେ ନିବେଦନ କରିଦେଲେ ସିଏ ଯେମିତି ଚାହିଁବେ ଭଲ ହବ। ସିଏ ଚାହିଁବେ ମାରିବେ ମାରିଦେବେ, ସିଏ ଚାହିଁବେ ବଞ୍ଚେଇବା ପାଇଁ ବଞ୍ଚେଇଦେବେ। ତେଣୁ ଓନ୍ଲି ସଲ୍ୟୁସନ୍ ହେଉଛନ୍ତି ବର୍ତ୍ତମାନ ଭଗବାନ। ତେଣୁ ମୁଁ ଭଗବାନଙ୍କୁ ସମର୍ପଣ କରୁଥିଲି। ଡାକ୍ତର ଚିନ୍ତା କଲେ, ତାଙ୍କର ସିନସିୟର ପ୍ରେୟାର, ତାଙ୍କର ଯୋଉ ସରେଣ୍ଡର ଏତେ ତୀବ୍ର ଥିଲା ଯେ ବର୍ତ୍ତମାନ ମତେ ଆଣି ତାଙ୍କ ଘରେ ପହଞ୍ଚେଇ ଦେଲେଣି। ସେ ନିଜେ ମାନେ ଯୋଉ ଡାକ୍ତର ପାଖକୁ ଇଏ ଯିବା କଥା, 3 ମାସ ପୂର୍ବରୁ ଆପଏଣ୍ଟମେଣ୍ଟ ନେବା କଥା, ବର୍ତ୍ତମାନ ସେଇ ଡକ୍ଟର ତାଙ୍କ ଘରେ ଅଛନ୍ତି। ଯୋଉ ଡାକ୍ତର ଟ୍ରିଟମେଣ୍ଟ କଲେ ଛୁଆ ଭଲ ହବ, ଯାହାଙ୍କର ଆପଏଣ୍ଟମେଣ୍ଟ 3 ମାସ ଆଗରୁ ନେବା କଥା, ପୁଣି ଗ୍ୟାରେଣ୍ଟି ବି ନଥାଏ 3 ମାସ ପରେ ସେ ଯେ ପେସେଣ୍ଟକୁ ଦେଖିବାର ସୁଯୋଗ ପାଇବେ, ତା ବି ଗ୍ୟାରେଣ୍ଟି ନାହିଁ। ବର୍ତ୍ତମାନ ଦେଖନ୍ତୁ ଭଗବାନ କି କାମ କରିଛନ୍ତି, ତା ଘରେ ଆଣିକି ପହଞ୍ଚେଇ ଦେଇଛନ୍ତି ଡାକ୍ତର। ଆକୁ ଆଉ ଖୋଜିବାକୁ ପଡିବନି ଡକ୍ଟର। ଡାକ୍ତର କିଛି ସମୟ ଅବାକ ହେଇଗଲେ, ତାପରେ କହିଲେ, ମୁଁ ହଉଛି ସେ ଡକ୍ଟର। ବିଶ୍ୱାସ କରିପାରିଲେନି, ଭଦ୍ରମେଳା ଜଣକ ବିଶ୍ୱାସ କରିପାରିଲେନି, ଆପଣ ସେ ଡକ୍ଟର? ନାଇଁ ନାଇଁ, ବିଶ୍ୱାସ ହଉନି? କହିଲେ ନା, ମୁଁ ବା ସେ ଡକ୍ଟର। ଡକ୍ଟର ଅବଦୁଲ କହୁଥିଲ ନା? ମୁଁ ସେ ଅବଦୁଲ। ନାଇଁ ନାଇଁ, ଆଇଡି କାର୍ଡ ଦେଖ, ଦେଖ ମୁଁ କିଏ। ମାନେ କୃତଜ୍ଞତାରେ କାନ୍ଦି ପକେଇଲେ। ଭଗବାନ ପୁଣି ଏମିତି କରନ୍ତି? ଭଗବାନ ପୁଣି ଏମିତି କରନ୍ତି ନା? ଡକ୍ଟରକୁ ଆଣିକି ପେସେଣ୍ଟ ପାଖରେ ପହଞ୍ଚେଇବେ। କେତେ କେତେ ହଡଲ୍ସ, ତାଙ୍କର ତ ଆୱାର୍ଡ ପାଇବା କଥା ନା, ଆୱାର୍ଡ ରିସିଭ କରିବେ। ତାକୁ ଫ୍ଲାଇଟ୍ ପ୍ରୋବ୍ଲେମରେ ଅଟକେଇଲେ, ପୁଣି ବୁଦ୍ଧି ଖଟେଇଲେ। ମଣିଷ ବୁଦ୍ଧି ଖଟାଏ ନା, ବୁଦ୍ଧି ଖଟେଇ କାର ଧରିକି ବାହାରିଥିଲେ, ମେଘ ପବନ କରା କରିକି ଅଟକେଇଲେ। ପୁଣି କୋଉ ଜାଗାରେ ଅଟକେଇଲେ? ତା ଘର ସାମ୍ନାରେ ଅଟକେଇଲେ। ଏସବୁ ଲୀଳା କରନ୍ତି କିଏ?
भगवान करते केतବେଳେ करती जिते आम भगवान सिनसीयर सिनसीयर जो आम भर आम सिनसीयरिटी जो भगवान कार्य करने बाध्य माँ से आमको से सिनसीयर प्रेयर शिखेबे आम केमी सिनसीयरली प्रेयर कर प्रकृत प्रेयर कौन केमी प्रेयर करा जाए कर्म माध्यम केमी आम प्रेयर हो पार आ मन प्राण शरीर केमी भगवत तत्व रूपांतर करहब मनुष्य जो दुख भोग करुच्ची दुखर कारण हूँ तार अज्ञानता तार अचेतना तापर के विजय आनीपर माँ से कथा शिखापी माँ आसान परम आमको माध्यम कर प्रकाशित हे आमर भितर भगवान परिप्रकाश हे यही जो कार्यधारा माँ से तुले आम फटो रखी फूल दे धूप दे बंदे पकड़ गला अन्य ठाकुर ठाकुर जमी बंदे पकाचु फूल दे धूप दे दौचु या पाखे से फूल देदेलु धूप देदेलु कारण ये रूपांतर देवी ये रूपांतरकालीन शक्ति महाशक्ति ये पूजा पाती नहीं पूजार आवश्यक नहीं माँ तो निजे मना कर पूजा पाया संसार को आसनी मुझे कार्य करने मनीष कौन कर मानसिकता पूजा कर पकाउछि आम अन्य ठाकुर ठाकुर जमी चंदन सिंदूर मार दौचु माँ से पाखे चंदन सिंदूर दे पकाउछु धूप देकी बंदे पकाउछु धूप कौन आवश्यक अच्छे कहीं दि जाए फूल कहीं दि जाए नड़िया कहीं दि जाए तार कारण बुझिनु कि दौच कि माँ पाखे निजुक दबा ये आउ किसी आवश्यक निजुक दबा किए केते मात्रा रे माँ को दे पारुछि जे जेतिकी दे पारिबो से ग्रहण करने समर्थ हो पार पुणी दबारे शर्त नथिबो विदाउट रिजर्वेशन विदाउट डिमांड एंड विदाउट कंडीशन तीन टा कथा मन रहा समर्पण कौन रहिबो विदाउट डिमांड दाबी रहिबो नहीं बिना दाबी रे विदाउट कंडीशन बिना शर्त रे आ विदाउट रिजर्वेशन कार्पण्यता रखि दौथुआ नहीं आसुआ एत देदेवि ना शिविर पर चांदा मागे को मागिले 5000 दियो है 5000 देदेवि ना आम दबा नहीं 2000 देथिबा ना आउ दियो हाँ आउ 1000 आउ अधिक कह नहीं मुलचाल चलছে ना नहीं तार कौन ये दबारे कार्पण्यता अच्छे रिजर्वेशन भय तर दबा कार्पण्यतार भाव दबा नहीं विदाउट कंडीशन विदाउट डिमांड और विदाउट रिजर्वेशन the more one gives oneself to the divine the more the power to receive will grow ये हूँ श्री अरविंद मेसेज जेते जे अधिक मात्रा भगवान को दे पार ता भितर ग्रहण कर सामर्थ्यटा से बढ़ी दबारे कम अच्छी तेणु ग्रहण कर कम जे निजुक दे पारुछि भगवान ता पाखे निजुक दे दियंती कोड़ा भल कहतु मु धन देवी मु ज्ञान देवी मो कर्म देवी मो जीवन देवी ये साधक आटीट्यूड आउ किसी लोग कहते सब कथा अच्छी धन अच्छी ज्ञान अच्छी कर्म भी अच्छी जीवन भी अच्छी थी सत्य किसी भी दिखती नहीं माँ कौन कहले भागवत उद्देश्य दृष्टि एम जीवन हूँ मूल्यहीन शून्य थी सत्य दौना भागवत उद्देश्य दृष्टि एम जीवन कौन मूल्यहीन शून्य ध्यान प्रार्थना लिखाई भल अनुभव करिया ये जो दबार को प्रकार प्रभाव अच्छे तो दबा बिना कंडीशन ले बिना शर्त जोड़ा कह कंडीशन बिना दाबी रे डिमांड किसी रही आउ रिजर्वेशन जो बिना विदाउट रिजर्वेशन कार्पण्यता भाव कि दबानी कृपण भाव दबानी दौथुआ नहीं आता दौथुआ टिके थाऊ मु तार गोटे लिविंग एग्जांपल कहूँ जड़े भाई शिविर करती आम भी शिविर चला अनेक भाई विभिन्न जगह ओडिशा शिविर कर शिविर भितर जो किसी पिला तैयारी होते से ओडिशा सारा बुली बुली मांग तेणु से शिविर भितर आम जो तैयारी से गोटे शिविर में गोटे पिला 60 किलोमीटर दूर 60 किलोमीटर अधिक दूर आसे शिविर जोग दिए से गोटे कथा शिखई जे निजे जहाँ निजर जहाँ कि सब भगवान पाखे देदेव निजे जहाँ और निजर जहाँ कि तारी ऊपर पूरा ग्रुप डिस्कसन होती तर्जमा कर आलोचना भी कराई तेनाली गोटे कथा जहाँ जहाँ अच्छे देदेव घर एम पैसा किसी मागिक आनी 10 टଙ୍କା 20 टଙ୍କା सब आनी था घर से ट्रेन भड़ा देवे पुणी डेलीगेशन फी 2 ଟଙ୍କା खंड रखिए जो 2 ଟଙ୍କା था 2 ଟଙ୍କା दिया
ट्रेन भड़ा 4 टंका एमती भाव में से धरिक आसता सब खर्चा तो गला 10 टंका बड़ी ट्रेन टिकेट करेंगे जीवे ये जो ट्रेन टिकेट करेंगे जीवे बर्तमान काउंटर छिड़ा हो टिकेट करेंगे जड़े बुढ़ी माउसी देखला पैसा हाथ धरची बाबू 3 दिन है खाई नहीं पैसा टिके दब ये तो शिविर शिखिक निजे जाओ निजर जहाँ कि सब देदेल टिकेट केमती कर ना ट्रेन जीव केमी बिना टिकेट रे गले टीटी धर फाइन कर दरकार पड़े थाना को नब दुनिया झमेला हो डरिक से ट्रेन गले हाँ चलिए पड़े 60 किलोमीटर चलिए पड़ो 60-65 किलोमीटर जड़े साहस कर चल मासी की तो पैसा दे 3 दिन है खाई बोली कहलानी जो दया लगे देदेले 10 टका धरते 10 टका देदेले हाँ बुझीगला देदेले दे सारिया चल चलिका जाऊँ कि गला कार वाला आस से अमुक गाँ को बाटटा कौटा कहले मु तो सीट जाऊँ आम घर सीट आ चलिकी जाऊँ बस कार बसैले हाँ कालपड़ा तांगा तापरे कार बसैले तो चलिकी आसुल कौन सब कथा कहले ये भाया परिस्थिति है मोबाइल पैसा था टिकेट काउंटर छिड़ा जन मौसी मागिला पैसा सब देदेली आम जाइलु शिविर को शिखी परा निजे जा निजर जहाँ कि सब देद तेणु मो पास जहाँ देदेली पैसा मागी जहाँ देदेली जहाँ देदेली एमि दिखते अधा रखिक अधा दिखते ना आउ किए ठीक कथा कह आम शिविर जहाँ शिखिले से ठीक ना ये जो लोक मैंने कहते यहाँ ठीक ये कहते अधा रख अधा दब है शिविर शिखिक आसिल जहाँ अच्छी सब देद कौ कथा ठीक कन्फ्यूज है तापर गोटे होटेल गले बढ़िया पेटे खाया देले बाटर जो सांगार जाऊँगी गाइड कर असुविधा ना तार से 50 टका देले एवं जी मागिले सब तो दबुनि अधा रखू अधा दबु बुझीगला हृदयटा कौ प्रकार माँ प्रति से केते भल पाइबा रखिंट केते सरलता अच्छी जी सरलतार निजक दे दूसरी भगवान कौन करेंगे ता पाखे निजक देवे हाँ चलिए सबू 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 व्यवस्था माँ कर खाया व्यवस्था है कार पुणी व्यवस्था है बुझी ना ओपन हार्ट रे सब दे है जेतु ओपन हार्ट रे सब दे माँ सब व्यवस्था करिए ना नहीं चलू कौन तू कार वीआईपी कार चल खाइनु तो कार होटेल ने बढ़िया की पेटे खाया सब व्यवस्था माँ करिए ना नहीं तेणु जो पूर्ण समर्पित होता है ता रिस्क माँ नहीं था ये समर्पण भाव केमती करा जाए पूर्ण समर्पण कौन शिखापी माँ पाक मानव मानव रूप नहीं आस पृथ्वी को आस पृथ्वी दिव्य हम माँ मानव रूप मानव दिन दिव्य मानव हम एटा निश्चित कथा आम कौन से डाउट प्रश्न ना आटा अनिर्वार्य हवाटा अनिर्वार्य ये जो माँ और श्री अरविंद पृथ्वी एक विराट परिवर्तन कार्य करेंगे जो कहती भगवान श्रीकृष्ण अति प्रिय से श्री अरविंद बाछी नहीं 1926 मसीह श्रीकृष्ण जो चेतना श्री अरविंद भर अनुप्रवेश करगला जोटा कह जाए ग्रास कर पकेले श्री अरविंद श्रीकृष्ण चेतनाटा पूरा ग्रास करदे ग्रास मैंने कौन बुझे तो भितर ढुके देले भितर श्रीकृष्ण चेतना बाहर बर्तमान चिंता कले परवर्ती कार्यधारा जो हम से प्रस्तुत है तेणु एकांत गोटे घर रहिले माँ को संपूर्ण आश्रम दायित्व देदेले बर्तमान माँ होगला आश्रम कर्त्री सी बर्तमान साधक साधिका मान साधनागत कार्यधारार संपूर्ण दायित्व ने तेणु जी श्रीरंग साक्षात कर थ्रू द मदर डायरेक्ट श्रीरंग पाक आस भाई मत थे गले कहले मु अपॉइंटमेंट ने देखिए देखा करी मो भाई की दरकार नहीं आश्रम रहा ये बेला जने माँ को माँ छिड़ा ये भाई छिड़ा कर जहाँ को परामर्श नेले जाकि मुझे हो पार मो आश्रम रही माँ को पचारि मो भाई को मुझे देखा करी मो भाई मुझे देखा करी पुणी माँ जरिया माँ को परमिशन नहीं कि हो पार आश्रम रही पारि मुझे माँ को मानि पारि आखचा आखचा लगे छाड़ी पलि आसिया पूर्व कहीदेक आसिले तथापि माँ कहले तुम जोटी रह कलिकता रह कि पणिचर रह पृथ्वी जोटी रह मु तुम से माँ तुम जहाँ पाखे हृदय कला सब कथा कहीपर
सब कथा मागिपर तुम सुरक्षा दायित्व मुझे सब रखी तुम जोड़ी था एवं अज्ञानता वर्ष से ये प्रकार भावना नहीं जाइले कौन हम माँ को थरे कौटी गोटे हृदय छुई माँ तुम सुरक्षा दौन तेणु ये जो माँ आम सहित गोटे टाए रखी माने बंधन जो बंधन टा के कटे नहीं माँ कहते देयर इज स्पेशल टाई बिटवीन यू एंड मी तम आ मो भितर गोटे स्पेशल टाई अच्छे स्वतंत्र बंधन ये जो टाए नेवर कट ये के कटिबो नहीं ट्रू आउ लिविंग व्हेरेवर यू मे बी डिस्टेंस डजंट काउंट हियर एटी दूरता तो गणति करा जाए नहीं ताल कौन हुए तुम पृथ्वीर जो प्रांत रे था व्हेरेवर यू मे बी इन पांडिचेरी और इन द अदर एंड ऑफ द वर्ल्ड पृथ्वीर जेकोसी प्रांत रे तुम था पांडिचेरी था कि पृथ्वीर जेकोसी प्रांत रे था डिस्टेंस डजंट काउंट हियर एटी दूरता दो हिसाब करा जाए केते दूर रे अच्छा मां को पाखर थाई तो मां को दूर रे आ मां को दूर रे थाई के मां को निकट तेणु को प्रकार दूरत्व हिसाब होची एटी स्पिरिचुअली कॉन्शियसली चेतनारत भाव में मां को सहित आम निकट रहा फिजिकल तो अनेक लोक मां को पाखे थिले तापर कौन है रूपांतर कौन सहज हो पारे दूर थाई मां को अति निकट रही ये माँ समय नहीं हाँ ये माँ कौन कर छोटिया कथा कही शेष करी ये माँ जेतु समस्त क्या प्रभुंकर परमंकर क्रियात्मक शक्ति होती माँ बर्तमान जहाँ कि सब माँ जरिया तेणु जी माँ को भल पाइब से श्रीरंग जोग कर से श्रीरंग निकट रही पार श्रीरंग लाभ भी कर तेणु जीवन में केवल गोटे कथा माँ को भल पाइब लव द मदर लव द मदर लव द मदर जड़े कवि से माँ का विभिन्न एक्टिविटी को लेकिन कविता लिखती बुझीगला कई जानते एक कथा कई जानते मेरे छुआ दिन एट द एज ऑफ 12 है कविता लिखा आरंभ है तेणु माँ का विभिन्न एक्टिविटी को लेकिन से कविता लिखुं डायरी पूरी गला से श्रीअरविंद थे तेणु श्रीअरविंद को लेकिन से डायरी देखले कहले डायरीटा टी देखु आपणकर दृष्टि पड़े टच रहिले बहुत कथा हम ये भावना नहीं कि से सिंह देखले सुंदर केतरा नजर पकईदे अरे बढ़िया लिखिछ तो पूरा चेतनादीप्त भाव लिखाई यही प्रकार कविता पढ़ा दरकार श्रीअरविंद मुहर ये कथा बाहरी आईला यही प्रकार कविता समस्ते पढ़ा दरकार जमी श्रीअरविंद मुहर शुणी कविता समस्ते पढ़ा आरंभ कले तेणु अनेक लोक जेहेतु कविता पढ़ुं कविता लिखार आग्रह बढ़ीगला तेणु शेष कविता साधनार व्रत हिसाब से ग्रहण करने गले साधना माध्यम हिसाब से कवि लिखि चलते शेष बनीगले कवि एमती दिने गोटे फिजिकल प्रोब्लेम है नॉर्मल ऑपरेशन टी हार्ट रही मेडिकल बेड रे अच्छा जड़े अटेंडेंट को जगह दी माँ हाँ जगह दी माँ तापर एणे गोटे गणदौड़र व्यवस्था माँ कर दी बुले कह निश्चिक जनइबनी क्या से जनइले से बेड रू उठी आसो ये जो लोक से बेड रू उठी आसो अटेंडेंट अच्छा आसी जन कहले काली गणदौड़ तुम भाग नौ ना ये कथबार्ता है ये बेड अच्छे शुणी पारे हाँ खाली गणदौड़ अच्छा मत जनाऊ ना मुझे बसिक सालाइन खाइबी महाकाली सांगे दौड़ी दौड़िका जदि मो जीवन गला मो जीवन से सार्थकता अच्छी मेडिकल बेड यदि मो जीवन टा कर कौन फायदा ना कहारी किसी कहले सकाल सकाल जाई माँ पाखे पहुंचे अरे निशी किए जनइला आम तो कहीं जनइनु कथा बेले बोध शुणी देती हे तो भूल कला तार गोटे ऑपरेशन है से ऑपरेशन छाड़ दी तुच्छ कर देगी बर्तमान आसिक माँ घर जोड़ी गले गणदौड़ भाग ने माँ मना कर पारे गले डॉक्टर कहते जदि ये दौड़ भाग ने डेथ रा निश्चित डेथ निश्चित दौड़े जो दौड़े दौड़ी दौड़ी आसले आसला पर ब्लड वोमिटिंग है पुणी नहीं आडमिट पुणी एत सीरीयस हो गला डॉक्टर कहले मैक्सिमम 7 days अधिका दिन लास्टिंग नहीं जानले मरियार मो निश्चित तेणु माँ को टे कृपा प्रार्थना करिया
ଆଟେଣ୍ଡର କହିଲେ ଯାହା କହିବ ମୁଁ ଟିକେ ମାଆଙ୍କୁ ଟିକେ ଦେଖିବାକୁ ଚାହୁଁଛି ଯା ସେ ହଁ ମା ଶ୍ରୀଅର ବିନ୍ଦୁ ଥିଲେ ସ୍ଥୂଳ ଶରୀର କାହିଁକିନା ଶ୍ରୀଅର ବିନ୍ଦୁ ଛୁଆ ଯେତେବେଳେ ହେଇଥିଲେ ନିଶିକାନ୍ତ ସେତେବେଳେ ତାପରେ ଶ୍ରୀଙ୍କ ଡେଥ୍ ହେଇଗଲା ତାପରେ ବି ସିଏ ଅଛନ୍ତି ବଡ଼ ହେଇଗଲା ପରେ ଆଉ ଏଇ ଶ୍ରୀଙ୍କ ସହିତ ତାଙ୍କର ସାକ୍ଷାତ ହେଇନି ଯେତେବେଳେ ଏଇ କଥା ଘଟିଲା ଯେ ନିଶିକାନ୍ତ ବର୍ତ୍ତମାନ କହୁଛନ୍ତି ଯେ ମୁଁ ଟିକେ ମାଙ୍କ ଦର୍ଶନ ଲାଭ କରିବି ସେଠୁ ଆଟେଣ୍ଡର ଗଲେ କହିଲେ ମା ନିଶି ଆପଣଙ୍କୁ ନିଶି ମତେ ଖୋଜୁଛି ମା ପାଗଳ ଭଳିଆ ଛୁଟି ଆଇଲେ ନିଶି ପାଖକୁ ଦେଖା କରିବି ମାନେ କିଏ ସମ୍ପର୍କ ମାଙ୍କ ସହିତ ନିଶିଙ୍କର ଅନ୍ତର୍ଗତ ସମ୍ପର୍କ କେତେ ମଜବୁତ କେତେ ଦିବ୍ୟ ଛୁଟି ଆସିଲେ ତାପରେ ନିଶି ପ୍ରଣାମ କଲେ କହିଲେ ଗୋଟେ ଅନୁରୋଧ କରିବି ମା ତମ ପାଦ ଟିକେ ମୋ ଛାତିରେ ରଖିବ ମା ସେଠୁ ତାଙ୍କ ପାଦ ରଖିଲେ ଛାତିରେ ପାଦ ଦିଟାକୁ ପାଦକୁ ଜାବୁଡ଼ିକି ଧରିକି ମା ମା ବୋଲି ଜୋରରେ ଚିତ୍କାର କଲେ କହିଲେ ମା ଛପନରେ ଅତିମାନସର ଅଭିବ୍ୟକ୍ତି ହବ ମୁଁ କଣ ସେଥିରୁ ବଞ୍ଚିତ ହେବି 55 ଘଟଣା ଇଏ ହେଲା ଛପନରେ ଅତିମାନସ ଅଭିବ୍ୟକ୍ତି ହବ ସୂଚନା ମିଳିଗଲାଣି କହିଲେ ମୁଁ କଣ ସେଥିରୁ ବଞ୍ଚିତ ହେବି କୃପା କର ଲାଇଫ ଏକ୍ସଟେନସନ ଡକ୍ଟର ତ କହିଛି 7 ଦିନ ନା ଲାଇଫ ଏକ୍ସଟେନସନ ହେଇଗଲା ବେଶୀ ହେଇଛି ବେଶୀ 17 years ତାପରେ ଶତବାର୍ଷିକ 1872 ଶ୍ରୀଙ୍କର 1972 ଶତବାର୍ଷିକ ପର୍ଯ୍ୟନ୍ତ ରହିଛନ୍ତି ତେଣୁ 56ରୁ 72 ପରେ ତାଙ୍କର ଡେଥ୍ ହେଇଛି ତେଣୁ ଅନୁମାନ କରନ୍ତୁ ଲାଇଫ କେତେ ବର୍ଷ ଏକ୍ସଟେନସନ ହେଇଗଲା ତେଣୁ ଯଦି ଏଇ ମା ଏଇ ପ୍ରକାର କରିପାରନ୍ତି ତାହେଲେ ଆମେ କାହାକୁ ଧରିଛୁ ଜୀବନର ଅବଧିକୁ ଯିଏ ବଢେଇ ପାରନ୍ତି ଜୀବନର ଗତିପଥକୁ ଯିଏ ବଦଳେଇ ଦେଇପାରନ୍ତି ଯିଏ ଭାଗ୍ୟକୁ ନିୟନ୍ତ୍ରଣ କରିଦେଇ ପାରନ୍ତି ଭାଗ୍ୟବାଦୀ ହବା ଆମର ଆଉ ହେଇପାରେ ନା ଯେଉଁମାନେ ଭଗବାନଙ୍କ ଏଇ ମାଙ୍କୁ ଯିଏ ଆଶା ନ କରିପାରିବେ ତା ପ୍ରଭାବକୁ ଯିଏ ରିସିଭ୍ କରି ନ ପାରିବେ ସିଏ କି ମୋ ଭାଗ୍ୟରେ ଥିଲା ଭାଗ୍ୟକୁ ଯଦି ବଦଳେଇବାକୁ ଚାହୁଁଛୁ ମା ଦରକାର ପାଷ୍ଟ ଲାଇଫରେ ଯୋଉ କର୍ମଫଳ ଅଛି ଯେମିତି ଅପରାଧ କଲେ ଗୋଟେ ଜେଲ ଦଣ୍ଡ ଥାଏ କିମ୍ବା ଜୋରିମନା ଥାଏ ଜୋରିମନା କ'ଣ କରେ ଜେଲ ଦଣ୍ଡ ଧର 6 ମାସ କି ବର୍ଷେ ଥିବ କୋଳ କରିଦେବ 6 ମାସ କି 4 ମାସ ହେଲା କାରଣ ପେନାଲ୍ଟି ପଇସା କିଛି ଦିଆଗଲାଣି ନା ତେଣୁ ଜୋରିମାନାଟା ଦେବା ଦ୍ୱାରା କମିଯାଏ ଏଇ ଯୋଉ ଅବସ୍ଥା ସେମିତି ଏଇ ଯୋଉ ଭଗବତ ଚିନ୍ତା କ'ଣ କରେ ଆମ ପନିସମେଣ୍ଟକୁ କୋହଳ କରିଦିଏ ପନିସମେଣ୍ଟ ତ ହୁଏ ଯେହେତୁ ଉଦ୍ଦିଷ୍ଟ ହେଇଛି ହବ କିନ୍ତୁ କୋହଳ କରିଦେବ ହେଲା ଆଉ ଟାଇଟ୍ ହବନି ଆମ ପାଇଁ ତେଣୁ ଏଇଭଳି ଭାବରେ ଜୀବନରେ ଯେତେ ସବୁ ଭୋଗ କରିବାର ଅଛି ଯଦି ଆମେ ଭଗବତ ଆଶ୍ରିତ ହେଇଥିବା ପାଠଚକ୍ର ଭିତରକୁ ଆସିଥିବା ତାହେଲେ ମା କୋହଳ କରିଦିଅନ୍ତି କାରଣ ମା ଆମ ଜୀବନର ଦାୟିତ୍ୱ ନିଅନ୍ତି ମା ଆମ ଭିତରକୁ ଅସଜଡ଼ାକୁ ସଜାଡ଼ି ଦିଅନ୍ତି ଯୋଉଥିପାଇଁ ଭବିଷ୍ୟତରେ ଯୋଉ ଦିବ୍ୟ ସମାଜ ଗଢ଼ା ହବ ଯୋଉ ଦିବ୍ୟ ମାନବ ମାନେ ସୃଷ୍ଟି ହେବେ ପୃଥିବୀରେ ଯୋଉ ସ୍ୱର୍ଗରାଜ୍ୟ ପ୍ରତିଷ୍ଠା ହବ ଅତିମାନସ ଜଗତ ପ୍ରତିଷ୍ଠିତ ହବ ସେ କାର୍ଯ୍ୟକୁ ସମ୍ପନ୍ନ କରିବା ପାଇଁ ମା ଆମକୁ ବାଛିଛନ୍ତି ତେଣୁ ଆଜି ଯଦି ଆମେ ପାର୍ଥକ୍ୟ କରିପାରୁଛୁ ତାର କାରଣ ହଉଛି वी आर ଚୁଜେନ୍ ବାଇ ଦ ଡିଭାଇନ୍ ମଦର ସମସ୍ତେ ପାର୍ଥକ୍ୟ କରିପାରିବେନି ଯେହେତୁ ଆମେ ସବୁ ଭଗବାନଙ୍କ ଦ୍ୱାରା ନିର୍ବାଚିତ ହେଇଛୁ ମା ଆମକୁ ବାଛିଛନ୍ତି ତେଣୁ ମାଙ୍କର ପରଫେକ୍ଟ ଇନଷ୍ଟ୍ରୁମେଣ୍ଟ ହବା ପରଫେକ୍ଟ ଇନଷ୍ଟ୍ରୁମେଣ୍ଟର କୌଣସି ଅହଙ୍କାର ବୋଧ ନଥାଏ କୌଣସି ସ୍ୱାର୍ଥ ନଥାଏ କୌଣସି ଦାବି ନଥାଏ କୌଣସି ସର୍ତ୍ତ ନଥାଏ ସେ ସମ୍ପୂର୍ଣ୍ଣ ମାଙ୍କ ପାଇଁ ନିବେଦିତ ହେଇଥାଏ ଭଗବାନଙ୍କ ଦ୍ୱାରା ସେ ପରିଚାଳିତ ହେଉଥାଏ ପରମ ଚେତନା ଉପରେ ସେ ପୂର୍ଣ୍ଣ ନିର୍ଭରଶୀଳ ପରମଙ୍କ ଉପରେ ସହାୟତା ଉପରେ ସେ ପୁରା ନିର୍ଭରଶୀଳ ପରମ ଚେତନା ଦ୍ୱାରା ସେ ପରିଚାଳିତ ତା ଭିତରେ ଅନ୍ତରାତ୍ମା ତା ଜୀବନର ଗାଇଡ୍ ତା ଭିତରେ ସମ୍ପୂର୍ଣ୍ଣ ସେ ନିରହଙ୍କାର ନିସ୍ୱାର୍ଥପର ବୋଧ ନେଇ ତା ଜୀବନକୁ ସେ ତିଆରି କରେ ତ ଆସନ୍ତୁ ଆମେ ପ୍ରଭୁଙ୍କର ପରିପୂର୍ଣ୍ଣ ଯନ୍ତ୍ର ହେଇ ଭବିଷ୍ୟତରେ ଯୋଉ ଦିବ୍ୟ ସମାଜ ଗଢ଼ା ହବ ଯୋଉ ନୂଆ ମାନବ ମାନେ ସୃଷ୍ଟି ହେବେ ସେ ନୂଆ ମାନକୁ ଏଇ ମାଙ୍କ ଚେତନାରେ ଆମେ ଆଣିବା ପାଇଁ ପ୍ରସ୍ତୁତ ହେବା ଆମର ଚେତନାର ବିକାଶ ହଉ ଆମର ପ୍ରତ୍ୟେକ ସତ୍ତା ଦିବ୍ୟ ହେଇଯାଉ ବିବର୍ତ୍ତିତ ଧାରାରେ ଆମେ ଯୋଉ ପ୍ରକାର ମନ ପ୍ରାଣ ଶରୀର ପାଇଛୁ ଏ ମନ ପ୍ରାଣ ଶରୀର ଅତିମାନସ ଅନୁପ୍ରବେଶ କରି କ୍ରିୟା କରୁ ଯାହାଫଳରେ ଏ ମନ ପ୍ରାଣ ଶରୀର ଦିବ୍ୟ ତତ୍ତ୍ୱ ରୂପାନ୍ତର ହେଲେ ସେଇ ରୂପାନ୍ତରିତ ମନ ପ୍ରାଣ ଶରୀରରେ ଆମକୁ ଭଗବତ ପ୍ରାପ୍ତି ହବ ଏବଂ ଆମ ଜୀବନ ଦିବ୍ୟ ହେଇ ଉଠିବ
ତେଣୁ ଦିବ୍ୟ ମାନବ ମାନେ ଆମର ଅଭିଷ୍ୟା ଅନୁସାରେ ପୃଥିବୀକୁ ଆସିବେ। ତେଣୁ ଅନେକ ମହାନ ମହାନ ଆତ୍ମା ମାନେ ଏପର୍ଯ୍ୟନ୍ତ ଆଧାର ପାଉନାହାନ୍ତି ହେଲା। ଆମମାନେ ଯଦି ଆଧ୍ୟାତ୍ମିକ ଧାରା ନିଜ ଜୀବନକୁ ଗଢ଼ିପାରିବା, ଭିତରକୁ ଯଦି ପ୍ରସ୍ତୁତ କରିପାରିବା, ମହାନ ଆତ୍ମା ମାନେ ବିବେକାନନ୍ଦ ଭଳି, ଯୀଶୁଙ୍କ ଭଳି, ଚୈତନ୍ୟ ଭଳି, ରାମକୃଷ୍ଣ ପରମହଂସଙ୍କ ଭଳି ମହାନ ମହାନ ଆତ୍ମା ମାନେ ଏବେ ଆଧାର ଖୋଜି ବୁଲୁଛନ୍ତି। ତେଣୁ ଏଇ ଯୋଉ ଛୋଟ ଛୋଟ ପିଲାମାନେ ଆଜିକାଲି ଅଛନ୍ତି, ସେମାନେ ମ୍ୟାଟେରିଆଲ ୱାର୍ଲଡରେ ଯାହା ହଉଛି ହଉଥାଉ, ସ୍ପିରିଚୁଆଲି ଚେତନାଗତ ଭାବରେ ଆମେ ଯେତିକି ଅଭିବୃଦ୍ଧି କରିବା, ମାଆଙ୍କୁ ଯେତେ ଡାକିବା, ଏମିତି କୌଣସି ଜୀବନ ସମସ୍ୟା ନାହିଁ ଯୋଉଟା ମା ସମାଧାନ କରିପାରିବେ। ପାଠ ହଉ, ଜୀବନ ସମସ୍ୟା ହଉ, ଚାକିରି ବୃତ୍ତି ହଉ, ଯାହା କିଛି ହଉ, ଯାହା ଆମ ପାଇଁ ପ୍ରକୃତ ଆବଶ୍ୟକ ଏ ମା ନିଶ୍ଚୟ ଦେବେ। ଆମେ ମାଙ୍କ ପାଇଁ ତିଆରି ହେବା। ମନେ ରଖିବା, there is no greater pride and glory than to be a perfect instrument of the master। ପ୍ରଭୁଙ୍କର ପରିପୂର୍ଣ୍ଣ ଯନ୍ତ୍ରଟି ହେବାଠୁ ଭଳି ବଡ଼ ଗର୍ବ ଓ ଗୌରବର କଥା ଆଉ କିଛି ନାହିଁ। ତେଣୁ ଏଇ ପ୍ରଭୁଙ୍କର ପରିପୂର୍ଣ୍ଣ ଯନ୍ତ୍ର ହେବା ପାଇଁ ଜୀବନର ବ୍ରତ କେତେଟା ରଖିବାକୁ ପଡ଼ିବ। କ'ଣ ସେଇଟା? ଥିଙ୍କ ଓନ୍ଲି ଅଫ୍ ଦ ଡିଭାଇନ୍, ଡୁ ଓନ୍ଲି ଫର୍ ଦ ଡିଭାଇନ୍ ଆଣ୍ଡ ଲିଭ୍ ଓନ୍ଲି ଫର୍ ଦ ଡିଭାଇନ୍। କେବଳ ଭଗବାନଙ୍କୁ ଚିନ୍ତା କରିବା, କେବଳ ଭଗବାନ ନିମିତ୍ତ କର୍ମ କରିବା, କେବଳ ଭଗବାନ ନିମିତ୍ତ ଜୀବନ ଧାରଣ କରିବା। ଧନ୍ୟବାଦ। ପ୍ରେୟାର ଗୋଟେ ଗୋବିନ୍ଦ ଲାଷ୍ଟ, ହଁ ଏ ଗୋଟେ ପ୍ରେୟାର ବୋଲା ପରେ ମୁଁ ସାଇଲେନ୍ସ କରିଦେବି, ସଇଲା। ଏଇଟା ଯନ୍ତ୍ରଟା ଅଛି ନା। ମା ଶ୍ରୀ ରବିନ୍ଦ। ସାରା ପର୍ବତ ତୁମେ ହିଁ ମା, ତୁମେ, ମୁଁ ଏକ ଛୋଟ ପଥର। ସାରା ପର୍ବତ ତୁମେ ହିଁ ମା, ତୁମେ, ମୁଁ ଏକ ଛୋଟ ପଥର। ପ୍ରଚଣ୍ଡ ପରାୟ ପ୍ରଭଞ୍ଜନ ତୁମେ, ପ୍ରଚଣ୍ଡ ପରାୟ ପ୍ରଭଞ୍ଜନ ତୁମେ, ମୁଁ ପର ଧୀର ସମୀର, ମୁଁ ପର ଧୀର ସମୀର। ସାରା ପର୍ବତ ତୁମେ ହିଁ ମା, ତୁମେ, ମୁଁ ଏକ ଛୋଟ ପଥର, ମୁଁ ଏକ ଛୋଟ ପଥର। ନୀଳ ସାଗରର ଜଳରାଶି ତୁମେ, ଢେଉଟିଏ ମୁଁ ତ ମାତର। ନୀଳ ସାଗରର ଜଳରାଶି ତୁମେ, ଢେଉଟିଏ ମୁଁ ତ ମାତର। ଘନ ବନାନୀର ସବୁଜିମା ତୁମେ, ଘନ ବନାନୀର ସବୁଜିମା ତୁମେ, ସବୁଜ ମୁଁ ଏକ ପତର। ସାରା ପର୍ବତ ତୁମେ ହିଁ ମା, ତୁମେ, ମୁଁ ଏକ ଛୋଟ ପଥର। ତୁମ ମଧ୍ୟେ ଥାଇ ତୁମେ ହେବା ପାଇଁ ଉଦ୍ୟମ କରେ ମୁଁ ସକଳ। ତୁମ ମଧ୍ୟେ ଥାଇ ତୁମେ ହେବା ପାଇଁ ଉଦ୍ୟମ କରେ ମୁଁ ସକଳ। ତୁମରି କରୁଣା
ତୁମ କୃପା ବଳେ ତୁମରି କରୁଣା ତୁମ କୃପା ବଳେ ଅବଶ୍ୟ ହେବ ତା ସଫଳ ସାରା ପର୍ବତ ତୁମେ ହିଁ ମା ତୁମେ ମୁଁ ଏକ ଛୋଟ ପଥର ମୁଁ ଏକ ଛୋଟ ପଥର ପ୍ରଚଣ୍ଡ ପରାୟ ପ୍ରଭଞ୍ଜନ ତୁମେ ପ୍ରଚଣ୍ଡ ପରାୟ ପ୍ରଭଞ୍ଜନ ତୁମେ ମୁଁ ପରା ଧୀର ସମୀର ମୁଁ ପରା ଧୀର ସମୀର ମୁଁ ପରା ଧୀର ସମୀର। ବନ୍ଦେ ମାତରମ୍। ମା O Supreme Lord, eternal truth, let us obey thee alone and live according to truth. परमोच्च प्रभु सत्य नित्य त्वामेव केवलम अनुवर्ता महि सत्यम अनुजवाम केवलम। हे परम प्रभु चिरंतन सत्य आमे केवल तुमरी आज्ञाव होई उठू ओ सत्यर विधान को आश्रय करी जीवन धारण करू। ओम आनंदमयी चैतन्यमयी सत्यमयी परमे। ओम शांति शांति शांति।